ଗାଁ ଗଣ୍ଡା ସାହି ପଡ଼ିଶା ଯେ ମହାପ୍ରଭୁଙ୍କର ସ୍ନାନ ଉତ୍ସବ, ମହାପ୍ରଭୁଙ୍କର ଜନ୍ମଦିନ, ଆଜି ମହାପ୍ରଭୁଙ୍କର ପୂଜା କରିବା ହଉନି, କାହିଁକି ହଉନି ଏବେ? ମହାପ୍ରଭୁ ଯେତେବେଳେ ଗୁମୁଟରୁ ବାହାରିଲେ ମୁଣ୍ଡରେ ତାହିଆ ନଥିଲେ। ତ କିଏ କିଏ କୁହନ୍ତି ଯେ ମହାପ୍ରଭୁ ଟିକେ ଜନ୍ତା ବତ୍ସଳ, ସେଥିପାଇଁ ନିଜ ତାହିଆ ନିଜେ ଖୋଲିଦେଲେ। ସେଇଟା ମହାପ୍ରଭୁଙ୍କ ଲୀଳା। ସେମ୍ ଟାଇମ୍ରେ ଆମେ ପ୍ରଶାସନକୁ ଉତ୍ତର ମାଗିଲେ, ପ୍ରଶାସନ ପାଖରେ ଉତ୍ତର ନାହିଁ। ସେବାୟତମାନେ କୁହନ୍ତି ଯେ ମହାପ୍ରଭୁଙ୍କର ଟାହିଆଟା ବର୍ଷାରେ ଓଦା ହେଇକି ଓଜନ ହେଇଗଲା, ସେଥିପାଇଁ ଆମେ କାଢ଼ିଦେଲୁ। ପାର୍ଥକ୍ୟ ଦେଖାଉନି। ମୁଁ କୌଣସି ଭାବରେ କାହାକୁ ନିମ୍ନ କରିବା ପାଇଁ ଚାହୁଁନି ଯେ ଜଗନ୍ନାଥ ବଡ଼ ଗଣେଶ ଛୋଟ। ମହାପ୍ରଭୁ ହେଲେ ପଞ୍ଚଦେବତା। ପୁରୀ ଲୋକ କଥାବାର୍ତ୍ତାରେ ତାଙ୍କର ଆଳାପରେ କୁହନ୍ତି ଯେ ଭଲା ନାଗରକୁ ଅନାଲୋ, ବଡ଼ ଦାଣ୍ଡଟାରେ ଭାରି ଯାକୁ ଡରେ, ଡରୁଆ ପଡ଼ିଛି ଧରାଲୋ। ମହାପ୍ରଭୁ ତ ଆଜି BFT ପଡ଼କାଷ୍ଟରେ ଆପଣଙ୍କୁ ସ୍ୱାଗତ କରୁଛୁ। ତ ଆପଣଙ୍କୁ ଆସିକି ପ୍ରଥମେ କେମିତି ଲାଗୁଛି? ସୁନ୍ଦର। ଆମେ ସବୁବେଳେ ପ୍ରସ୍ତୁତ ଥାଉ ମହାପ୍ରଭୁଙ୍କ କଥା ଯେଉଁଠି ବି ହେବ ମହାପ୍ରଭୁଙ୍କର ପ୍ରଚାର ପ୍ରସାର କରିବା ପାଇଁ। ଯିଏ ଯେଉଁଠି ଡାକିଲେ ଆମେ ଯାଇକି ପହଞ୍ଚିଯାଉ, ସେଥିରେ କୌଣସି ମୋର ମତାନ୍ତର ନଥାଏ। ତେଣୁ ଭଲ ଖରାପ ମୁଁ ଗୋଟିଏ ଜିନିଷ ଚାହେଁ, ମହାପ୍ରଭୁଙ୍କ କଥା ହଉ। ତେବେ କୋଶ୍ଚିନ୍ ଆଡ଼କୁ ଆମେ ଯିବା। ନିହାତି ଚାଲନ୍ତୁ। ତ ଆପଣଙ୍କ ପାଇଁ ପ୍ରଥମ କୋଶ୍ଚିନ୍ ରହିବ। ତ ମହାପ୍ରଭୁ ଆପଣଙ୍କ ହିସାବରେ କ'ଣ ଜଣେ ଦେବତା, ନା ଆପଣଙ୍କ ପାଇଁ ଜଣେ ପଥ ପ୍ରଦର୍ଶକ? ମହାପ୍ରଭୁଙ୍କୁ ଦେବତା କଲେ ମହାପ୍ରଭୁ ଆମଠୁ ଦୂରେଇ ଯିବେ। ମହାପ୍ରଭୁ କିଏ? ମହାପ୍ରଭୁ କିଏ? ମହାପ୍ରଭୁ ଓଡ଼ିଆ ଘରର ମେରୁକୁଣ୍ଠ। ଆମର ଅସ୍ଥି ମଜ୍ଜା, ଆମର ଜ୍ୟେଷ୍ଠ, ଆମ ଇଷ୍ଟ, ଆମ ଶ୍ରେଷ୍ଠ। ଏ ଜାତିର ସବୁକିଛି କହିଲେ, ଏ ଜାତିର ଆପ୍ରାଣ ହୃସ୍ପନ୍ଦନ କହିଲେ ମହାପ୍ରଭୁ। ତେଣୁ ମହାପ୍ରଭୁଙ୍କୁ ଯଦି ଆମେ ଦେବତା କରିବା, ତାଙ୍କୁ ଗୋଟେ ଦେଉଳ ଭିତରେ ବନ୍ଦ କରିବାକୁ ପଡ଼ିବ। ତେଣୁ ମହାପ୍ରଭୁ ସେ ତଥାକଥିତ ଦେବତା ନୁହନ୍ତି, ଯିଏ ଥରେ ପୂଜା ପାଇକି ସେଇ ମନ୍ଦିର ଭିତରେ ଶୋଇଯାଆନ୍ତି। ମୋ ମତରେ ମହାପ୍ରଭୁ ଜୀବନ ଦର୍ଶନ। ମହାପ୍ରଭୁ ତାଙ୍କର ଚାଲି ଚଳନୀ, ରୀତି ନୀତି, ଯାନି ଯାତ୍ରା ସବୁଥିରେ ଜୀବନ ଦର୍ଶନ ଦେଇଥାନ୍ତି, ବଞ୍ଚିବାର ମାର୍ଗ ଦେଇଥାନ୍ତି, ଆପଣଙ୍କ ଜୀବନକୁ ସହଜ ସୁଗମ କରିବା ପାଇଁ ବିଭିନ୍ନ ପ୍ରକାର ଉଦାହରଣ ମହାପ୍ରଭୁ ସୃଷ୍ଟି କରିଥାନ୍ତି। ତେଣୁ ମୋ ପାଇଁ ମହାପ୍ରଭୁଙ୍କୁ ତ ମୁଁ ଦେବତା କହିବିନି, ମୋ ପାଇଁ ମୁଁ କହିବି ମହାପ୍ରଭୁ ମୋ ପାଇଁ ପଥ ପ୍ରଦର୍ଶକ। ବହୁତ ସୁନ୍ଦର ଭାବରେ ମହାପ୍ରଭୁଙ୍କୁ ଆପଣ ବ୍ୟାଖ୍ୟା କଲେ। ତ ପ୍ରତିବର୍ଷ କାଳିଆ ସାଆନ୍ତ ଆମର ବାହାରକୁ ଆସନ୍ତି ରଥଯାତ୍ରା ମାଧ୍ୟମରେ। ତ ରଥଯାତ୍ରାଟା ଆପଣଙ୍କ ପାଇଁ ଗୋଟେ ପରମ୍ପରା, ନା ଆପଣଙ୍କୁ ଲାଗେ କି ମହାପ୍ରଭୁ ଗୋଟେ ସମାଜ ପାଇଁ ଗୋଟେ ବଡ଼ ବାର୍ତ୍ତା ଦେଉଛନ୍ତି? ପରମ୍ପରା ତ ନିହାତି, ଇଏ ଗୋଟେ କେତେ ହଜାର ବର୍ଷର ପରମ୍ପରା ଆମେ ଜାଣିନେ। ଓଡ଼ିଆ ଜାତି ସବୁବେଳେ ନିଜ ପରମ୍ପରାରେ ବିଶ୍ୱାସ କରେ। ଦ୍ୱିତୀୟ କଥା, ମହାପ୍ରଭୁ ଯେମିତି ଆପଣଙ୍କୁ କହିଲି ସବୁଥିରେ କିଛି ନା କିଛି ବାର୍ତ୍ତା ଦିଅନ୍ତି। ତେଣୁ ରଥଯାତ୍ରା ବି ମହାପ୍ରଭୁଙ୍କର ଏକ ବାର୍ତ୍ତା। ମହାପ୍ରଭୁ ତାଙ୍କର ଯେତେବେଳେ ସୃଷ୍ଟି ହେଇଥିଲା, ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ, ରାଣୀ ଗୁଣ୍ଡିଚା ତାଙ୍କୁ ପ୍ରତିଷ୍ଠା କରିଥିଲେ, ମହାପ୍ରଭୁ ଧରାବତରଣ କରିଥିଲେ, ସେଇବେଠୁ ମହାପ୍ରଭୁ ଗୋଟେ ଶପଥ କରିଛନ୍ତି ଯେ ମୁଁ ଥରେ ମୋ ଜନ୍ମ ମାଟିକୁ ଆସିବି। ମୁଁ ଚାକିରି କେଉଁଠି କରେ, ମୋ ଘର କେଉଁଠି କରିକି ରହେ, କିନ୍ତୁ ବର୍ଷକୁ ଥରେ ମୁଁ ମୋ ଗାଁକୁ ଆସିବି। ତେଣୁ ଇଏ ହେଉଛି ତା'ର ଏକ ଜ୍ୱଳନ୍ତ ଉଦାହରଣ। ମୋର ବହୁତ ସାଙ୍ଗ ଆଜି ୟୁଏସ୍ରେ ଅଛନ୍ତି, ଆସିବା ପାଇଁ କୁଣ୍ଠାବୋଧ କରୁନାହାନ୍ତି। ମୋର ବି କହିଲେ ଅତ୍ୟୁକ୍ତି ହେବ ନାହିଁ, ଆପଣମାନଙ୍କର ବି ହେଇଥିବେ। ଯେଉଁମାନେ ଦେଖୁଛନ୍ତି ତାଙ୍କର ବି ବହୁତ ସାଙ୍ଗ ହେଇଥିବେ। ଆଉ ଯେଉଁମାନେ ଦେଖୁଛନ୍ତି ୟୁଏସ୍ରେ ଥାଇକି ସେମାନେ ବି ହେଇଥିବେ ଯେ ସେମାନେ ଥରେ ଭାରତ ଛାଡ଼ି ଗଲା ପରେ ଆଉ ଇଚ୍ଛା ହୁଏନି ତାଙ୍କୁ ଆସିବା ପାଇଁ। ଏଠି ଗରମ ବହୁତ, ଏଠି ଧୂଳି ବହୁତ, ଏଠାର ଲୋକମାନେ ତାଙ୍କ ହିସାବରେ ସେତିକି ସ୍ମାର୍ଟ ନୁହନ୍ତି। ତେଣୁ ତାଙ୍କୁ ଲାଗେ ଯେ ଆମେ ଗୋଟେ ସିଭିଲାଇଜ୍ ସୋସାଇଟିରେ ବଞ୍ଚୁଛୁ, ଯେଉଁଟାକୁ ଆମେ ପାଶ୍ଚାତ୍ୟ ସଭ୍ୟତା ବୋଲି କହୁ। ଆଉ ଏଠିକି ଆସିବାର କୌଣସି ମୂଲ୍ୟାଙ୍କନ ନାହିଁ। ଜନସଂଖ୍ୟା ଅଧିକ, ସବୁ ଜିନିଷକୁ ଦେଖିବାକୁ ଗଲେ ତାଙ୍କୁ ଲାଗେ ଇଏ ଗୋଟେ ସିଭିଲାଇଜ୍ ସୋସାଇଟି ନୁହଁ। ତେଣୁ ସେମାନେ ଚେଷ୍ଟା କରନ୍ତି ନ ଆସିବା ପାଇଁ। ମୁଁ ତ ବହୁତ ଲୋକଙ୍କୁ ଦେଖିଛି, ସେମାନେ ଗୋଟେ ଗ୍ରୀନ୍ କାର୍ଡ଼ ପଛରେ ଦୌଡ଼ନ୍ତି ଯେ କେମିତି ହଉ ଆମକୁ ଗୋଟେ ଗ୍ରୀନ୍ କାର୍ଡ଼ ମିଳିଯାଉ। ସେଥିପାଇଁ ସେଠି ବିବାହ କରିବା ପାଇଁ ବି ସେମାନେ ପଛଘୁଞ୍ଚା ଦିଅନ୍ତି। ଦେଖନ୍ତୁ, ମୁଁ କାହାକୁ କୌଣସି ଟୀକା ଟିପ୍ପଣୀ କରୁନି, ହେଲା ଗୋଟେ ଭାବନା। କିନ୍ତୁ ମହାପ୍ରଭୁଙ୍କର ଗୋଟିଏ ଭାବନା, ମହାପ୍ରଭୁ ଉତ୍କଣ୍ଠାର ସହିତ ଅପେକ୍ଷା କରନ୍ତି ଗୁଣ୍ଡିଚା ଯାତ୍ରାକୁ, ମହାପ୍ରଭୁ ନବଦିନାତ୍ମକ ଯାତ୍ରାକୁ। ଆଷାଢ଼ସ୍ୟ ଶୀତପକ୍ଷେ ପୁଷ୍ୟା, ଆଷାଢ଼ସ୍ୟ ଶୀତପକ୍ଷେ ଦ୍ୱିତୀୟା ପୁଷ୍ୟା ସଂଯୁକ୍ତା ଚରାଚର ହିତାର୍ଥାୟ ରଥଯାତ୍ରା ବିଧେୟତେ। ଯେ ମହାପ୍ରଭୁ ଅପେକ୍ଷା କରିଥାନ୍ତି କେତେବେଳେ ଆଷାଢ଼ ପୁଷ୍ୟା ଦ୍ୱିତୀୟା ହେବ, ମହାପ୍ରଭୁ ରଥାରୂଢ଼ ହେବେ ଏବଂ ତାଙ୍କ ଗାଁକୁ ଆସିବେ। ଗାଁକୁ ଆସିବେ, ମାଆକୁ ଭେଟିବେ, ସାଙ୍ଗମାନଙ୍କୁ ଭେଟିବେ, ଦୁଃଖୀମାନଙ୍କର ଦୁଃଖ ଶୁଣିବେ। ଯେଉଁମାନେ ତାଙ୍କୁ ଦେଉଳ ଭିତରେ ଦେଖିପାରୁନାହାନ୍ତି ସେମାନେ ତାଙ୍କୁ ଦେଉଳ ବାହାରେ ଦେଖିବେ। ତେଣୁ ଇଏ ଗୋଟେ ପରମ୍ପରା ସହିତ ମହାପ୍ରଭୁଙ୍କର ଗୋଟେ ପ୍ରମିସ୍ ଆପଣ କହିପାରିବେ ଯେ ମହାପ୍ରଭୁ ତାଙ୍କ ମାଆଙ୍କୁ ପ୍ରମିସ୍ କରିଛନ୍ତି, ତାଙ୍କ ଗାଁକୁ ପ୍ରମିସ୍ କରିଛନ୍ତି ଯେ ମୁଁ ବର୍ଷକୁ ଥରେ ଆସିବି।
ତେଣୁ ଇଏ ଗୋଟେ ନିହାତି ଶିକ୍ଷା ଯେ ଆମେ ଯେଉଁଠି ବି ରହିଲେ ଦେଶ ଆମର, ଗାଁ ଆମର, ମାଟି ଆମର, ରାଜ୍ୟ ଆମର, ଆମେ ଗର୍ବିତ ହେବା କଥା ଆଉ ଆମେ ଥରେ ଆସିବା କଥା। ଇଂରାଜୀରେ ଗୋଟେ ଶବ୍ଦ ଗ୍ରାଟିଟ୍ୟୁଡ୍ ଅଛି ଯେ ଆମେ ଯେତେ ଉପରକୁ ଗଲେ ବି ଦ୍ୟାଟ୍ ସୁଡ୍ ବି ମେଣ୍ଟେନ୍, ୱି ସୁଡ୍ ବି ଗ୍ରାଉଣ୍ଡେଡ୍। ଆମେ ସବୁବେଳେ ଆମର ଯେଉଁ ଅସ୍ତିତ୍ୱ ଅଛି, ଆମର ଯାହା ବେସ୍ ଅଛି, ସେଠିକି ଆସିବାର ନିହାତି ଆବଶ୍ୟକତା ଅଛି। ଆଉ ମହାପ୍ରଭୁ ଏଇ ଶିକ୍ଷା ଦିଅନ୍ତି ମୋତେ ଲାଗେ। ରଥଯାତ୍ରା ସେଇମାନଙ୍କ ପାଇଁ ଗୋଟେ ଉଦାହରଣ ଯେଉଁମାନେ ଗାଁଠୁ ଦୂରେଇଛନ୍ତି, ମାଆଠୁ ଦୂରେଇଛନ୍ତି, ନିଜ ଦେଶଠୁ ଦୂରେଇଛନ୍ତି, ଯେ ପୁଣି ଥରେ ଆସନ୍ତୁ। ବହୁତ ସୁନ୍ଦର ଭାବରେ ଆପଣ ରଥଯାତ୍ରାକୁ ବ୍ୟାଖ୍ୟା କଲେ। ତ ବଡ଼ଖିଆ ଠାକୁର, ବଡ଼ ତାଙ୍କର ସବୁ ଜିନିଷ, ମହାପ୍ରସାଦ ବି ତାଙ୍କର ମାନେ ବଡ଼। ତ ଏଇ ମହାପ୍ରସାଦ ଉପରେ ଗୋଟେ ପ୍ରଶ୍ନ ଉଙ୍କି ମାରେ ଯେ ଠାକୁରଙ୍କ ପାଖରେ ନୀତିଦିନ ମାନେ ସକାଳଠୁ ଆରମ୍ଭ କରିକି ତାଙ୍କର ସନ୍ଧ୍ୟା ପର୍ଯ୍ୟନ୍ତ 56 ପ୍ରକାର ଭୋଗ ତାଙ୍କ ପାଖରେ ଲାଗେ। ତ କୋଶ୍ଚିନ୍ ହେଉଛି ଏହା ଯେ 56 ପ୍ରକାର ଭୋଗ ଗୋଟେ ତାଙ୍କ ପାଖରେ ଭୋଗ ଲାଗିଲା ପରେ ଗୋଟେ ସାଧାରଣ ଭକ୍ତଟିଏ ସେଥିରୁ କିଛି ପାଏ, ନା ବଡ଼ଖିଆ ଠାକୁର ବୋଲି ଆମେ ଯେଉଁ ତାଙ୍କୁ କୁହନ୍ତି ସେ ସବୁ ଖାଇଯାଆନ୍ତି? ମହାପ୍ରଭୁ କଥା ଦେଇଛନ୍ତି, ଯେତେ ଦଉଥିବୁ ସେତେ ଖାଉଥିବି, ନ ଶୁଖିବ ମୋର ହାତ। ଜଗତ କହିବ ଖାଇବା ଠାକୁର, ନୀଳାଚଳେ ଜଗନ୍ନାଥ। ତେଣୁ ମହାପ୍ରଭୁ ପ୍ରଥମ ଜିନିଷ ହେଲା 56 ଭୋଗ ନୁହେଁ। 56 ଭୋଗ ଗୋଟେ ମିଥ୍ରେ ମୁଁ ଭାବେ। ଯଦି ମହାପ୍ରଭୁଙ୍କର ଆପଣ ଖାଇବାକୁ ହିସାବ କରିବେ, ତେଣୁ ତାହା ମୋର୍ ଦ୍ୟାନ୍ 56, ଯେ 56 ନୁହେଁ। ପ୍ରତିଦିନ ଯଦି ଆପଣ ମହାପ୍ରଭୁଙ୍କର ଖାଇବାର ତାଲିକାକୁ ହିସାବ କରିବେ, ତାହା 70, 72, ବେଳେବେଳେ 80, 85 ପର୍ଯ୍ୟନ୍ତ ପହଞ୍ଚେ ମହାପ୍ରଭୁଙ୍କର ପ୍ରତି ଡିସ୍ର ନାଁ ଯଦି ଆମେ କହିବା। ତେଣୁ 56 ଭୋଗ ନୁହେଁ। ଆପଣ ଯଦି ପହିଲି ଭୋଗକୁ ଯିବେ, ପହିଲି ଭୋଗରେ ମହାପ୍ରଭୁଙ୍କର ଭୋଗ ସଂଖ୍ୟା ବଢ଼ିଯାଏ। ମହାପ୍ରଭୁଙ୍କର ଗୋଟେ 84 ମକର 84 ଅଛି। ସେ ମକର 84ରେ ମହାପ୍ରଭୁଙ୍କୁ 84 ପ୍ରକାର ନୈବେଦ୍ୟ ଅର୍ପଣ କରାଯାଏ। ତେଣୁ 56 ଭୋଗ ଆସିଲା କେମିତି? ତେଣୁ ତଥାକଥିତ ଭାବରେ ଯେତେବେଳେ ଅନ୍ୟମାନେ ଆସିଥିଲେ ଭୋଗକୁ ଗଣି ପାରିନାହାନ୍ତି, ସେଥିପାଇଁ ଭୋଗ ସେମାନେ ସେଠି ଉତ୍ତର ଭାରତରେ 56 ଭୋଗ ପ୍ରଚଳନ, ସେଥିପାଇଁ ସେମାନେ କୁହନ୍ତି ଯେ 56 ଭୋଗ, ଆଉ ଅତ୍ୟାଧିକ ହେତୁ 56 ଭୋଗ ବୋଲି କୁହନ୍ତି। କିନ୍ତୁ 56 ଭୋଗ ନୁହେଁ, ତାଠୁ ଅଧିକ। ମହାପ୍ରଭୁଙ୍କର ଏମିତି ଏମିତି ଡିସ୍ ମହାପ୍ରଭୁ ଖାଆନ୍ତି, ଏମିତି ଏମିତି ଆଇଟମ୍ସ ମହାପ୍ରଭୁ ଖାଆନ୍ତି। ଆପଣ ଶୁଣିବେ ଗୋଟେ ଅନ୍ତରିକ୍ଷ ମଣ୍ଡା ଅଛି ମହାପ୍ରଭୁଙ୍କର। ତେଣୁ ଏମିତି ଜିନିଷ ଅଛି ଯାହା ଲୋକଲୋଚନକୁ ଆସିନି, ଆମେ ଜାଣିନେ। ମହାପ୍ରଭୁଙ୍କର ସୁନା ଥାଳି ଖେଚେଡ଼ି ଅଛି, ମହାପ୍ରଭୁ ଖାଆନ୍ତି। ତେଣୁ ଖାଇବା ଠାକୁର ମହାପ୍ରଭୁ, ଯାହାଙ୍କୁ ନୀଳାଦ୍ରି ମହୋଦୟ ବର୍ଣ୍ଣନା କରିଛନ୍ତି, ସବୁଠାରେ ସବୁ ଜାଗାରେ ମହାପ୍ରଭୁ କେବଳ ଦୃଷ୍ଟି ନିକ୍ଷେପ କରନ୍ତି ତାଙ୍କର ଯେଉଁଠି ନୈବେଦ୍ୟ ତାଙ୍କୁ କରାଯାଏ। ଆପଣ ଯାହା ଯାହା କ୍ଷେତ୍ର, ଯାହା ଯାହା ଧାମ ଅଛି, ନୀଳାଦ୍ରି ମହୋଦୟ କଥା, ମୋ ବ୍ୟକ୍ତିଗତ କଥା ନୁହେଁ, ନୀଳାଦ୍ରି ମହୋଦୟକୁ ବର୍ଣ୍ଣନା କରାଯାଇଛି। ଯେଉଁଠି କ୍ଷେତ୍ର ଅଛି, ଯେଉଁଠି ଧାମ ଅଛି, ମହାପ୍ରଭୁ କେବଳ ଦୃଷ୍ଟି ନିକ୍ଷେପ କରନ୍ତି। କିନ୍ତୁ ନୀଳାଚଳ କ୍ଷେତ୍ରରେ, ଶ୍ରୀ କ୍ଷେତ୍ରରେ, ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁ ଗ୍ରହଣ କରନ୍ତି। ଆଉ ଖାଇସାରିବା ପରେ ତାଙ୍କର ଅଧରାମୃତକୁ, ତାଙ୍କର ବଳକା ଖାଇବାକୁ ସେ ଓଡ଼ିଆ ଜାତିକି ଦିଅନ୍ତି। ସେ ସମସ୍ତଙ୍କୁ ଦିଅନ୍ତି ଯେ ତାଙ୍କର ଯେଉଁ କୈବଲ୍ୟକୁ, ମୁଁ ଥରେ ବି କହିଥିଲି ଯେ ମହାପ୍ରଭୁଙ୍କର କୈବଲ୍ୟର ମାହାତ୍ମ୍ୟ ଏତେ, ମହାର୍ଦର ମାହାତ୍ମ୍ୟ ଏତେ, ଯଦି ଆପଣ କେଉଁଠି ରଖିଛନ୍ତି ତାକୁ କୁକୁର ମୁହଁ ମାରିଦେଇଛି। ତ ସାଇଣ୍ଟିଫିକାଲି ଆମର ଗୋଟେ ଭିଡ଼ିଓ ହେଇଥିଲା, ତା ଦେହରେ ଅନ୍ୟମାନେ ବହୁତ ନେଗେଟିଭ୍ କମେଣ୍ଟ କଲେ ଯେ ଏମିତି ଆପଣ କେମିତି କହୁଛନ୍ତି। କହିବା କଥା ହେଲା, ଯଦି ତା ଦେହରେ କୁକୁର ମୁହଁ ବି ମାରିଦେଇଛି, ତଥାପି ଆପଣ ତାକୁ ଭକ୍ଷଣ କରିପାରିବେ। ହେଲା ଜଗନ୍ନାଥ ସେ ଅନ୍ନ, ମହାପ୍ରଭୁଙ୍କ ମହାପ୍ରସାଦର ମହିମା ଏତେ। ତାକୁ ବ୍ରାହ୍ମଣମାନେ ମଧ୍ୟ ଖାଇପାରିବେ। ଯେ ସାଧାରଣତଃ ବ୍ରାହ୍ମଣମାନେ ଟିକେ ପ୍ରିଜର୍ଭେଟିଭ୍, ତେଣୁ ସେମାନେ ଏସବୁ ଜିନିଷଠୁ ଦୂରେଇକି ରୁହନ୍ତି। ଯେ କୌଣସି ଛୁଆଁ ହେଇଗଲା, ତା ଦେହରେ କୌଣସି ଶୁଦ୍ଧତା ନାହିଁ, ତେଣୁ ସେମାନେ ତାକୁ ଗ୍ରହଣ କରନ୍ତିନି। କିନ୍ତୁ ମହାପ୍ରଭୁଙ୍କ ମହାପ୍ରସାଦକୁ ଯଦି କୁକୁର ବି ମୁହଁ ମାରିଦେଲା, ତାହେଲେ ତାକୁ ବ୍ରାହ୍ମଣମାନେ ମଧ୍ୟ ଗ୍ରହଣ କରନ୍ତି। ଆଉ ଆମେ ତ ସମସ୍ତେ ବି ଗ୍ରହଣ କରିପାରିବା, ସେଥିରେ କୌଣସି ଦ୍ୱିମତ ନାହିଁ। ମହାପ୍ରଭୁଙ୍କର ଭୋଜନ କ୍ଷେତ୍ର ହେତୁ ମହାପ୍ରଭୁଙ୍କର ବିଭିନ୍ନ ପ୍ରକାର ବ୍ୟଞ୍ଜନ ସେ ତାଙ୍କର ଭକ୍ତମାନଙ୍କୁ ବିତରଣ କରନ୍ତି। କଥା ଆସେ ଯେ ମହାପ୍ରଭୁଙ୍କର ପ୍ରସାଦ ଆମକୁ ମିଳେ କେମିତି, ମିଳୁଛି ନା ମିଳୁନି, କେମିତି କ'ଣ? ତେଣୁ ଓଡ଼ିଆ ହିସାବରେ ଆମର ଜାଣିବାର ଅଛି, ମହାପ୍ରଭୁଙ୍କୁ 2 ପ୍ରକାର ବ୍ୟଞ୍ଜନ ବା 2 ପ୍ରକାର ଖାଦ୍ୟ ଦିଆଯାଏ, ବା 2 ପ୍ରକାର ଭୋଗ ହୁଏ। ଗୋଟିଏ ହେଲା ମଠ ଭୋଗ, ଆଉ ଗୋଟେ ହେଲା କୋଠ ଭୋଗ। କୋଠ ଭୋଗ ହେଲା ମହାପ୍ରଭୁଙ୍କର ନିର୍ଦ୍ଦିଷ୍ଟ। ଯଦି କୋଠ ଭୋଗରେ 12ଟା କାକରା ହେବାର ଅଛି, 12ଟି କାକରା ହେବ, 13ଟି କାକରା ହେବ ନାହିଁ। ତ 12ଟି କାକରାର ଖେଇ ଅଛି। ଖେଇ ହେଲା ଶ୍ରୀମନ୍ଦିର ଭାଷାରେ ପାଉଣା। ଯେମିତି ଆପଣ ଏଠି କରୁଛନ୍ତି, ଯଦି ଏଇଟା ଆପଣଙ୍କର, ଆପଣ କିଛି ରୋଜଗାର କରୁଥିବେ, ଆପଣ ଗୋଟେ ଷ୍ଟାଫ୍ ରଖିଛନ୍ତି, ତାକୁ କିଛି ପେମେଣ୍ଟ କରୁଥିବେ। ତେଣୁ ମହାପ୍ରଭୁଙ୍କର ପେମେଣ୍ଟ ଦିଆ ହୁଏ କେମିତି ନା, ଯେଉଁମାନେ ତାଙ୍କର ସେବକ ଅଛନ୍ତି ତାଙ୍କୁ ମହାପ୍ରସାଦ ଖେଇ ସ୍ୱରୂପ ଦିଆଯାଏ। ଯିଏ ପୂଜା କରିବେ, ଯିଏ ତିଆରି କରିବେ, ଅନ୍ୟ ଯେମିତି ଆପଣ 120, 36 ପ୍ରକାର ନିଯୋଗ ଅଛନ୍ତି, 120 ପ୍ରକାର ସେବା ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ତା ଭିତରେ ଏସବୁ ଖେଇ ହିସାବରେ ମହାପ୍ରଭୁଙ୍କର ବିତରଣ କରାଯାଏ। ଏଇ ଯେତେବେଳେ ଚାଲିଥିଲା, ହୃଦୟଙ୍ଗମ ହେଲା ଯେ ମହାପ୍ରସାଦର ସର୍ଟେଜ୍ ଆସୁଛି, ମହାପ୍ରସାଦ ସମସ୍ତଙ୍କୁ ମିଳିପାରୁନି।
ତେଣୁ ସେତେବେଳେ ଆଦି ଶଙ୍କରାଚାର୍ଯ୍ୟ ଗୋଟେ ମଣ୍ଡପ ସ୍ଥାପନା କଲେ, ଯେଉଁଟାକୁ ଆମେ ଗରୁଡ଼ଙ୍କ ପଛରେ ଯେଉଁ ଘରଟିକୁ ଦେଖୁଛେ ନା ହେଲା ଭୋଗ ମଣ୍ଡପ। ଅତ୍ୟଧିକ ଭୋଗ ଯାହା ଆମ ପାଇଁ ପ୍ରଯୁଜ୍ୟ, ଯେ ସାଧାରଣ ଭକ୍ତଟିଏ ଗଲେ ମହାପ୍ରଭୁଙ୍କର ଅନ୍ନ କାଣିକାଟିଏ ପାଇପାରିବ, ସେଥିପାଇଁ ସେ ଭୋଗ ମଣ୍ଡପକୁ ପ୍ରସ୍ତୁତ କରାଗଲା। ଏବଂ ସେଠି ଅତ୍ୟଧିକ ଭୋଗ, ଯାହାକୁ ଆମେ ଭଣ୍ଡ ବୋଲି କହୁଛେ ବା ଭୋଗମଣ୍ଡପ ଭୋଗ କହୁଛେ, ଯାହା ମଠ ଭୋଗରେ ଯାଏ ବା ଛତ୍ର ଭୋଗରେ ଯାଏ, ସେ ଛତ୍ର ଭୋଗକୁ ସେଠି ବିତରଣ କରାଗଲା ଏବଂ ତାକୁ ମହାପ୍ରଭୁଙ୍କୁ ସେଠି ପଞ୍ଚୋପଚାରରେ ମଣୋହି ହେଇ ଅନ୍ୟମାନଙ୍କୁ ବିତରଣ କରାଯାଉଛି। ବହୁତ ସୁନ୍ଦର ଭାବରେ ଆପଣ ମହାପ୍ରସାଦ ବିଷୟରେ କହିଲେ, ଯେଉଁଟାକି ଆମକୁ ବି ନିଜକୁ ଆଇଡ଼ିଆ ନଥିଲା। ତ ଆମେ ବହୁତ ଗୁଡ଼ିଏ କଥା ଆପଣଙ୍କ ଜାଣିବୁ। ସେ ମହାପ୍ରସାଦରୁ ହିଁ ଆଉ ଗୋଟେ ପ୍ରଶ୍ନ ଉଙ୍କି ମାରେ ଯେ ମହାପ୍ରସାଦର ଦର୍ଶନ ଅଛି ସମସ୍ତେ ମିଶି ବାଣ୍ଟିକି ଖାଇବା। ତ ଏଇ ଦର୍ଶନ ହିସାବରେ ଆପଣଙ୍କୁ ଲାଗୁଛି କି ଏଇ ଦର୍ଶନକୁ ବ୍ୟବସାୟ କିମ୍ବା ସମାଜରେ କେମିତି ପ୍ରୟୋଗ କରାଯାଇପାରିବ? ଦେଖନ୍ତୁ, ମହାପ୍ରଭୁଙ୍କର ମହାପ୍ରସାଦ ଗୋଟେ କେବଳ ଦର୍ଶନ ନୁହେଁ, ମୁଁ ଯେମିତି କହିଲି ମହାପ୍ରଭୁଙ୍କର ପ୍ରତିଟି କ୍ରିୟା ଗୋଟେ ଗୋଟେ ଦର୍ଶନ। ଯେ ମହାପ୍ରଭୁ ଏଠି ପେଟ ପୁରା ଖାଇବାକୁ ଦିଅନ୍ତି। ଆଜିକାଲି ଆମେ ଡାଏଟ୍ରେ ଅଛେ, ଆମେ ଏ ଜିନିଷ ଖାଉନେ, ସେ ଜିନିଷ ଖାଉନେ, କି ବିଭିନ୍ନ ପାଶ୍ଚାତ୍ୟ ଖାଇବାକୁ ଗ୍ରହଣ କରାଯାଉଛି। ଆପଣ ଆଶ୍ଚର୍ଯ୍ୟ ହେବେ, ଆଜି ବି ମହାପ୍ରଭୁଙ୍କ ପାଖରେ ଆଳୁ ନିଷେଧ। କାହିଁକି ଆଳୁ ନିଷେଧ? ଆଳୁ ଆମର ଜାତୀୟ ପରିବା ନୁହେଁ, ଆଳୁ ବାହାରୁ ରପ୍ତାନି ହୁଏ। ଟମାଟୋ ଏବେ ବି ମହାପ୍ରଭୁଙ୍କର ରୋଷଶାଳାରେ ନିଷେଧ। କାହିଁକି? ଟମାଟୋର ଆଉ ଗୋଟେ ନାଁ ହେଉଛି ବିଲାତି ବାଇଗଣ। ତେଣୁ ସିଏ ବି ବାହାରର ପରିବା, ଆମ ଦେଶୀୟ ପରିବା ନୁହେଁ। ଆମ ଦେଶୀୟ ପରିବା କେଉଁଟା? କନ୍ଦମୂଳ, ମାଟି ଆଳୁ, ଇଏ ହେଲା ଆମ ଦେଶୀୟ ପରିବା। ତେଣୁ ମହାପ୍ରଭୁ ଆକୁ ଗ୍ରହଣ କରନ୍ତି। ତେଣୁ ଆମେ, ମହାପ୍ରଭୁ କୁହନ୍ତି ଯେ ତାଙ୍କ ଖାଇବା ଦ୍ୱାରା ଆମେ ନିଜକୁ ସ୍ୱାବଲମ୍ବୀ କରିବା। ଆମେ କାହିଁକି ପରଦେଶକୁ ସ୍ୱାବଲମ୍ବୀ କରିବା? ଦେଖନ୍ତୁ, ମଝିରେ ହେଲା ଓଡ଼ିଶାରେ ଆଳୁ ସଙ୍କଟ ଦେଖାଗଲା। କାହିଁକି? ଆମେ ବାହାରୁ ଆଳୁ ମଗାଉଛେ ବୋଲି। ଯଦି ଆମେ ଆମ ଜିନିଷକୁ ଖାଇଥାନ୍ତେ, ପର ଉପରେ ନିର୍ଭରଶୀଳ ନ ହୋଇଥାନ୍ତେ, ତାହେଲେ ଏ ସଙ୍କଟ ଦେଖା ଦେଇନଥାନ୍ତା। ନିଶ୍ଚୟ। ଆଳୁ ସଙ୍କଟ ଏତେ ବଡ଼ ହେଇଗଲା, କିନ୍ତୁ ଶ୍ରୀମନ୍ଦିର ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। କାହିଁକି? ଶ୍ରୀମନ୍ଦିର ସ୍ୱାବଲମ୍ବୀ। ତେଣୁ ମହାପ୍ରଭୁ ତାଙ୍କ ମହାପ୍ରସାଦରେ ଏ ଦର୍ଶନ ଦିଅନ୍ତି ଯେ ନିଜକୁ ସ୍ୱାବଲମ୍ବୀ କର, ନିଜ କୃଷକମାନଙ୍କୁ ଉନ୍ନତି କର। ଆମେ ଆମ କୃଷକଠୁ ପରିବା କିଣିଲେନି, ଆମେ କ'ଣ କିଣିଲେ ନା କୋବି କିଣିଲେ, ଆଉ ଗୋଟେ କ'ଣ ସେ ବ୍ରୋକଲି, ତାକୁ କିଣିଲେ। ତ ଯେଉଁ ଦ୍ୱାରା ଅନ୍ୟ ଚାଷୀମାନେ ଉପକୃତ ହେଲେ, ବିଦେଶର ଚାଷୀମାନେ ଉପକୃତ ହେଲେ। ଆଜିକାଲି ତ ବହୁତ ପରିବା ବାହାରୁ ଆସୁଛି, ପ୍ୟାକେଟ୍ ଫୁଡ଼୍ ହେଇକି ଆସୁଛି। ତେଣୁ ଆମେ ସେମାନଙ୍କୁ ଉପକୃତ କରାଇଲେ, ଆମେ ପଇସା ଆଣିଲେ, ଆମେ କିଣିଲେ, ବେନିଫିଟ୍ ସେମାନେ ପାଇଲେ। କିନ୍ତୁ ଆଜି ବି ଶ୍ରୀମନ୍ଦିର ଭିତରେ ଏସବୁ ପରିବାକୁ ନିଷେଧ କରାଯାଇଛି। କୌଣସି ପ୍ୟାକେଟ୍ ଫୁଡ଼୍ ଶ୍ରୀମନ୍ଦିରରେ ପଶିପାରିବ ନାହିଁ। ଆପଣଙ୍କର ଆଜି ଆମ ଘରେ ଯଦି ଇଟଲି କରୁଛନ୍ତି, ଚାଉଳ ଚୁନାର ବ୍ୟବହାର ହେଉଛି, ଆପଣ ପ୍ୟାକେଟ୍ ଫୁଡ଼୍ ଆଣୁଛନ୍ତି, ତାହେଲେ ଗୋଟେ କମ୍ପାନୀ କି ସେଇଟା ଯାଉଛି। ମାନେ ଆମେ ଗୋଟେ କମ୍ପାନୀ କି ହେଉ କିମ୍ବା ଗୋଟେ ବିଦେଶୀ କି ହେଉ, ଆମେ ତାକୁ ସ୍ୱାବଲମ୍ବୀ କରୁଛେ। ଶ୍ରୀମନ୍ଦିରରେ ଚାଉଳ ଚାଷୀଙ୍କଠୁ ଆସି କୁଟା ହେବ। ଗୋଟେ ଢିଙ୍କି ଅଛି ମହାପ୍ରଭୁଙ୍କର, ସେଥିରେ କୁଟା ହେବ। ସେଥିପାଇଁ ସେବାୟତ ଅଛନ୍ତି ଯେଉଁମାନେ ସେଇ ଚାଉଳକୁ ସେଇଠି କୁଟିବେ ଏବଂ ତାକୁ ନିଯୋଗରେ ବା ତା ମହାପ୍ରସାଦରେ ବ୍ୟବହାର କରାଯିବ। ମହାପ୍ରଭୁଙ୍କର ଯାହା ବି ମହାପ୍ରସାଦ ତିଆରି ହେବ, ଏସବୁ ଜିନିଷକୁ ସ୍ୱଚ୍ଛତା ଆଉ ସ୍ୱାବଲମ୍ବୀକୁ ଗୁରୁତ୍ୱ ଦିଆଯିବ। ତେଣୁ ମହାପ୍ରଭୁ ମହାପ୍ରସାଦ ସହିତ କୁହନ୍ତି ଯେ ଆମେ ନିଜେ ଯଦି ସ୍ୱାବଲମ୍ବୀ ହେବା, ଆମ ଦେଶ ବିକାଶଶୀଳ ହେବ। ତ ଗୋଟେ ବ୍ୟକ୍ତିଗତ କୃଷି ଆମେ ଦେଖିଛୁ ଇନଷ୍ଟାଗ୍ରାମରେ, ଆପଣଙ୍କ ପେଜରେ, ତ ଯେତେବେଳେ ଯାହା ଯାହା ହୁଏ ଶ୍ରୀମନ୍ଦିରରେ, ଆପଣଙ୍କ ଘରେ ମଧ୍ୟ ସେୟା ହୁଏ। ତ ଏଥିରୁ ଜଣାପଡ଼େ ଆପଣ ଆଉ ମହାପ୍ରଭୁଙ୍କ ଭିତରେ ଗୋଟେ ନିବିଡ଼ ସମ୍ପର୍କ ଆପଣଙ୍କର ଯୋଡ଼ି ଅଛି। ତ କେବେ ଏମିତି ହେଇଛି କି ମହାପ୍ରଭୁଙ୍କ ଉପରେ ଆପଣ ଭୀଷଣ ଭାବରେ ଅଭିମାନ କରିଛନ୍ତି? ତାଙ୍କ ଉପରେ ଅଭିମାନ କରିବା ପାଇଁ, ଦେଖନ୍ତୁ, ଆପଣ ମହାପ୍ରଭୁଙ୍କ ଉପରେ ସବୁ ଛାଡ଼ି ଦିଅନ୍ତୁ। ମୁଁ ସବୁବେଳେ କହେ, ମୋର ଗୋଟେ ନିଜର ପରିଚୟ ହେଲା ଦାସୋହଂ ଜଗନ୍ନାଥସ୍ୟ ଶ୍ରୀ ସ୍ୱକୃଷ୍ଟ କାରଣ। ମୁଁ ମହାପ୍ରଭୁଙ୍କର ଦାସ। ଆଉ ମୁଁ ଏମିତି ଜଣେ ଦାସ, ସରକାରଙ୍କ ପାଖରେ ଚାକିରି କରିଛି, ଏମିତି ଜଣେ ମାଲିକଙ୍କ ପାଖରେ ଚାକିରି କରିଛି ଯେ ସିଏ ତାଙ୍କ ଭୃତ୍ୟର ସବୁ ଦୁଃଖ ଶୁଣନ୍ତି, ସବୁ ଜିନିଷର ସମାଧାନ କରନ୍ତି। ମହାପ୍ରଭୁ ଟିକେ ଡେରିରେ ଶୁଣନ୍ତି, କେତେବେଳେ ସଅଳ ଶୁଣନ୍ତି, କେତେବେଳେ ଶୁଣନ୍ତିନି। କିନ୍ତୁ ମହାପ୍ରଭୁ, ମୋର ବ୍ୟକ୍ତିଗତ କଥା, ଯଦି ଆପଣଙ୍କୁ ମହାପ୍ରଭୁ କିଛି ଦେଉନାହାନ୍ତି, ତାହେଲେ ଆପଣ ସେଥିପାଇଁ ଯୋଗ୍ୟ ନୁହନ୍ତି। ଆଉ ମହାପ୍ରଭୁ ଯଦି ଆପଣଙ୍କୁ ଦେଉଛନ୍ତି, ତାହେଲେ ଆପଣ ସେଥିପାଇଁ ଯୋଗ୍ୟ ଅଛନ୍ତି। ତେଣୁ ଏ ଜିନିଷକୁ ଆପଣ ଭାବିବାର ଆବଶ୍ୟକତା ଅଛି। ମୋତେ ଲାଗେନି ଯେ ମହାପ୍ରଭୁ କାହା ସହିତ ସେମିତି କିଛି କରିବେ। ଯଦି ଆପଣ କିଛି ମାଗିଛନ୍ତି ଆଉ ମହାପ୍ରଭୁ ଆପଣଙ୍କୁ ଦେଉନାହାନ୍ତି, ତାହେଲେ କେଉଁଠି ନା କେଉଁଠି ଆପଣଙ୍କ ମାଗିବାରେ ସେ ଭାବ ଆସିନାହିଁ। କାରଣ ମୁଁ ବେଳେବେଳେ ଭାବେ ଯେ ମହାପ୍ରଭୁ ସବୁ ତାଙ୍କ ଭକ୍ତମାନଙ୍କ ପାଇଁ କରିପାରନ୍ତି। ମହାପ୍ରଭୁ ନିଜେ, ଯଦି ଆପଣ ଇତିହାସକୁ ଦେଖିବେ, ମହାପ୍ରଭୁ ତାଙ୍କ ଭକ୍ତ ପାଇଁ କ'ଣ କରିଛନ୍ତି ନା, ଭକତ ନିମନ୍ତେ ପଡ଼ା ମାଗିବାକୁ ହସ୍ତିନାପୁରକୁ ଗଲ, ବେଢ଼ି କୌରବେ ଯେତେ ଶାସ୍ତି ଦେଲେ ଭକତ ହିତେ ସହିଲ। ତେଣୁ ମହାପ୍ରଭୁ
ତାଙ୍କ ଭକ୍ତଙ୍କ ପାଇଁ କ'ଣ କ'ଣ ନ ସହିଛନ୍ତି। ତେଣୁ ଆପଣଙ୍କ ପାଖରେ ବୋଧେ ସେଇ ଭାବନା ନାହିଁ, ଯେଉଁଥିପାଇଁ ମହାପ୍ରଭୁ ଆପଣଙ୍କ କଥା ଶୁଣିନାହାନ୍ତି। ତେଣୁ ସବୁବେଳେ ମୋତେ ଲାଗେ ଦ୍ରୌପଦୀଙ୍କର ଭାବନା ଆପଣ ରଖନ୍ତୁ। ଯେତେବେଳେ ଆପଣ ଦେଖିଥିବେ କୁରୁ ସଭା ତଳେ ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ ହେଇଥିଲା, ସେ କାହାକୁ ଡାକି ନାହାନ୍ତି, ସେ ନିଜକୁ ସମର୍ପି ଦେଇଛନ୍ତି ଶ୍ରୀ ରଙ୍ଗା ଚରଣ ତଳେ ଯେ ହେ ମହାପ୍ରଭୁ ରଖିଲେ ଆପଣ ହିଁ ରଖିବେ, ଆଉ କାହାକୁ ରଖିବାର ନାହିଁ। ଜଗତେ ଜାଣନ୍ତି ଜନ, ଯାହା କଲା ଦୁଶାସନ, ଦ୍ରୁପଦ ଜେମାଙ୍କୁ ସଭା ତଳେ। ତେଣୁ ମହାପ୍ରଭୁଙ୍କୁ ଯେତେବେଳେ ସେ ତାଙ୍କର ବସ୍ତ୍ର ହରଣ ହେଲା, ସେ କେବଳ ନିଜକୁ ହିଁ ସମର୍ପି ଦେଲେ ମହାପ୍ରଭୁଙ୍କ ପାଖରେ। ତେଣୁ ସେ ଦୃଶ୍ୟକୁ କେହି ଦେଖି ନାହାନ୍ତି, ସେ ଦୃଶ୍ୟ କେହି ଦେଖିପାରିଲେନି ଯେ ଦ୍ରୌପଦୀଙ୍କର ବସ୍ତ୍ର ହରଣ ହେବା। ଜମା ହୋଇଥିଲେ ଯେତେ ଜଣ, କେହି ଦେଖି ନାହିଁ ଅପଘନ, ଯେ ସେଇ ଦୃଶ୍ୟକୁ କେହି ଦେଖିପାରିଲେନି। ତାଙ୍କୁ ରକ୍ଷା କଲେ କେବଳ ମହାପ୍ରଭୁ, କେବଳ ଜନାର୍ଦ୍ଦନ। ତେଣୁ ମୁଁ କହିବା ବାହୁଲ୍ୟ ଏଇଆ ଯେ ଯଦି ଆପଣ କିଛି ପାଇନାହାନ୍ତି, କିଛି ପାଇବା ପାଇଁ ମହାପ୍ରଭୁ ମାଗିଛନ୍ତି, ହୁଏତ ସେଥିପାଇଁ ଆପଣ ଯୋଗ୍ୟ ନୁହନ୍ତି, କିମ୍ବା ଆପଣଙ୍କ ମାଗିବାରେ ସେ ଦୃଢ଼ତା ଭକ୍ତି ଆସେନି, ସେ ଭାବ ଆସିନି, ଯେଉଁଥିପାଇଁ ଆପଣଙ୍କ ଭାବ ମହାପ୍ରଭୁଙ୍କ ପାଖରେ ପହଞ୍ଚି ପାରିନି। ତ ଭକ୍ତର ବି ଭାବନା ରହିବା ଦରକାର ଜଗନ୍ନାଥଙ୍କ ପାଇଁ, ନିହାତି। ମହାପ୍ରଭୁଙ୍କ ପାଇଁ, ନହେଲେ ଭଗବାନ ବି ଗ୍ରାଣ୍ଟ ମୁଁ ଆପଣଙ୍କ କରିବେନି ଷ୍ଟୁଡ଼ିଓକୁ ସେଇ ଆସି ମୁଁ ଯାଇକି ମହାପ୍ରଭୁ ମାଗିବି, ମହାପ୍ରଭୁ ଏ ଷ୍ଟୁଡ଼ିଓଟା ମୋର ହେଇଯାଆନ୍ତାନି, ଏ କ'ଣ ମାଗିବା କଥା? ତେଣୁ ମହାପ୍ରଭୁଙ୍କୁ ଅନ୍ୟର ମାଗିବାର, ଅମଙ୍ଗଳ କରିକି ହଁ, ବି କିଛି ମହାପ୍ରଭୁଙ୍କୁ ମାଗିବାର କିଛି ନାହିଁ। ମୁଁ କ'ଣ ମାଗିବି ମହାପ୍ରଭୁ? ମହାପ୍ରଭୁ ସବୁ ଦିଅନ୍ତି। ଆପଣ ମାଗନ୍ତୁନି, ଆପଣ ଯାଇକି ଗରୁଡ଼ ପଛରେ ଛିଡ଼ା ହେଇଯାଆନ୍ତୁ। ଆପଣ କହିବା ପାଇଁ କିଛି ଆବଶ୍ୟକତା ନାହିଁ। ମୁଁ ତ ଯେତେବେଳେ ଯାଏ ବାଷ୍ପରୁଦ୍ଧ ହୋଇଯାଏ, ଭାବିଥିଲି ପ୍ରଭୁ କହିଥାନ୍ତି ମୋର ଦୁଃଖ ମାନ ଗାଳି ଗୁହାରି, ଗରୁଡ଼ ପଛରୁ ଲୁହ ଢାଳିଥାନ୍ତି ଚକା ନୟନ କୁସୁମାରି। ହେଲେ ମଣିମା ତୁମକୁ ଦେଖିଲା ପରେ ନିଜକୁ ତ ନିଜେ ଭୁଲିଲି ସାନ୍ତେ ବୁଡ଼ିଲି ଭାବ ସାଗରେ। ମହାପ୍ରଭୁ ଆପଣ କ'ଣ ମାଗିବି? ମାଗିବି ବା କ'ଣ? କ'ଣ ମାଗିବି, କ'ଣ ନେଇକି ଯାଇପାରିବି? ଆମେ ସମସ୍ତେ ନା ସେଇ ପଛରେ ହିଁ ପଡ଼ିଛେ। ଗୋଟେ ରିଏଲିଷ୍ଟିକ୍ ଆପ୍ରୋଚରେ ଆମେ ଯାଉଛେ। ଆମ ଜୀବନର ମୂଲ୍ୟଟା କେବଳ ଗୋଟେ କିଛି ଅଙ୍କରେ ରହିଯାଇଛି, ଏତିକି ଅଙ୍କ ମୋତେ ଦରକାର। ଯେ ମୋତେ ବେଳେବେଳେ ଲାଗେ ଯଦି ମହାପ୍ରଭୁ ଆପଣଙ୍କୁ ମାଗିବି ଧନ ଦିଅନ୍ତୁ, ବିତେ ନୃପଳାଦ ଭୟଂ ଧନେ ଚୌର ଭୟଂ ରୂପେ ଜରା ଭୟଂ। ଯଦି ମହାପ୍ରଭୁ ଆପଣଙ୍କୁ ଧନ ମାଗୁଛି ତାହେଲେ ଚୋରର ଭୟ ରହିବ, ଯଦି ରୂପ ମାଗୁଛି ତାହେଲେ ମୋତେ ବୃଦ୍ଧାବସ୍ଥାର ଭୟ ରହିବ। ଆୟୁ ଆପଣ ଯଦି ଆୟୁଷ୍ୟ ମାଗୁଛି ମହାପ୍ରଭୁ, ତାହେଲେ ମୋତେ ମୃତ୍ୟୁର ଭୟ ରହିବ। ବିଦ୍ୟା ଅହଙ୍କାର ଭୟଂ, ଯଦି ଆପଣ ବିଦ୍ୟା ମାଗିବି ତାହେଲେ ଅହଙ୍କାର ଭୟ ରହିବ। ତାହେଲେ ମାଗିବି କ'ଣ? ସର୍ବବସ୍ତୁ ଭୟାନିତଂ କେବଳ ତୋ ପଦଙ୍ଗ ଅଭୟଂ। ଯେ ମହାପ୍ରଭୁ ଯେତେ ବସ୍ତୁ ସଂସାର ଅଛି ସବୁ ହେଲା ଭୟପ୍ରଦ, ଆଉ ଅଭୟ କ'ଣ? କେବଳ ଆପଣଙ୍କର ଚରଣାରବିନ୍ଦ। ଯେଉଁ ପର୍ଯ୍ୟନ୍ତ ମୁଁ ଆପଣଙ୍କ ଚରଣକୁ ଜାବୁଡ଼ିକି ଧରିଛି ମୁଁ ଅଭୟ ହେଇକି ରହିବି। ତେଣୁ ମୋତେ ସେତିକି ଦିଅନ୍ତୁ, ଆପଣଙ୍କ ଭକ୍ତି ହିଁ ଦିଅନ୍ତୁ, ଯେ ମୁଁ ଆପଣଙ୍କ କଥା କରିପାରିବି, ଆପଣଙ୍କ ଗୁଣଗ୍ରାମ ପ୍ରଚାର କରିପାରିବି। ମୋର ଭାବନା ଏଇଆ। ଆମେ ରିଏଲିଷ୍ଟିକ୍ ଆପ୍ରୋଚକୁ ଯାଉନା। ମହାପ୍ରଭୁଙ୍କୁ ନେଇ ଆମକୁ ଦରକାର, ଆମେ ପୁରୀ ହିସାବରେ ବଞ୍ଚିବାକୁ ଗଲେ ସାଙ୍ଗ ଭାଙ୍ଗ ସଙ୍ଗୀତ ପଙ୍ଗତ ଆମ ଜୀବନ, ଯେ ସାଙ୍ଗସାଥୀଙ୍କ ସହିତ ପରିବାର ସହିତ ମଉଜ ମେଳା ମଉଜ କରିବା ଜୀବନଚର୍ଯ୍ୟା। ତେଣୁ ଏତେ ଭାବନା ନାହିଁ, ଯାହା ମିଳିଲା ସେଥିରେ ଚାଲିଲା, ଆଉ ରଖିକି କ'ଣ ହେବ? ବହୁତ ସୁନ୍ଦର ଭାବରେ ଆପଣ ଅଭିମାନକୁ ବର୍ଣ୍ଣନା କଲେ। ଆପଣଙ୍କ କଥାରୁ ଗୋଟିଏ ଜିନିଷ ଆମେ ଶିଖିଲୁ କି ଅଭିମାନ ନାହିଁ, ଭକ୍ତି ରଖିବ, ମହାପ୍ରଭୁ ସବୁ କିଛି ପୂରଣ କରିବେ। ନିହାତି। ପୁଣି ଥରେ ଆପଣଙ୍କ ବିଷୟବସ୍ତୁକୁ ଆମେ ଫେରି ଆସିବା। ମହାପ୍ରଭୁଙ୍କୁ ନେଇକି କେବେ କେବେ ରାଜନୀତିର କଥା ବି ଉଠେ। କିଏ କହନ୍ତି ମହାପ୍ରଭୁଙ୍କ ଜଗନ୍ନାଥଙ୍କ ନାଁ ନେଇକି ବହୁତ ରାଜନୀତି ହୁଏ। ତ ଆପଣଙ୍କ ହିସାବରେ ଧର୍ମ ଆଉ ରାଜନୀତି ଭିତରେ କେତେ ସୀମାରେଖାର ରହିବା ଦରକାର? ଯେତେବେଳେ ରାଜନୀତି ସେଇ ସ୍ତରକୁ ଯାଇଛି, ଧର୍ମ ହିଁ ରାଜନୀତିକୁ ରକ୍ଷା କରିଛି। ତେଣୁ କହିବା ବାହୁଲ୍ୟ ଏହା ଯେ ଉତ୍କଳ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ତେଣୁ ଏଇ ଉତ୍କଳର ନେତା ଜଣେ, ସିଏ ହେଲା ମହାପ୍ରଭୁ। ଯେ ପର୍ଯ୍ୟନ୍ତ ତାକୁ ଆପଣ ସ୍ୱୀକାର କରିପାରିବେ ସେ ପର୍ଯ୍ୟନ୍ତ ଆପଣଙ୍କ ରାଜନୀତି ସୁମଙ୍ଗଳ ହେବ। ଏ ଆଜିର କଥା ନୁହେଁ, ଏ ହେଉଛି 1000 ବର୍ଷର କଥା। ଏ ଜାତିର ଗଜପତିମାନେ ନିଜକୁ ମହାପ୍ରଭୁଙ୍କ ପାଖରେ ରାଉତ ଭାବରେ ସ୍ୱୀକାର କରିଛନ୍ତି ଏବଂ ମହାପ୍ରଭୁଙ୍କୁ ଏ ଜାତିର ଆଦ୍ୟ ଆରାଧ୍ୟ ତଥା ଏକଛତ୍ରବାଦୀ ସମ୍ରାଟ ଭାବରେ ଘୋଷଣା କରିଛନ୍ତି। ତେଣୁ ଏବେ ବି ଦେଖିବେ ଗଜପତି ନିଉଛାଳି ହୁଅନ୍ତି। ଗଜପତି ମହାପ୍ରଭୁଙ୍କ ପାଖରେ ଗଲେ ମହାପ୍ରଭୁଙ୍କୁ ସମ୍ରାଟ ବୋଲି, ସାମ୍ରାଜ୍ଞ ବୋଲି ସ୍ୱୀକାର କରନ୍ତି, ମହାପ୍ରଭୁଙ୍କୁ ରାଜା ବୋଲି ସ୍ୱୀକାର କରନ୍ତି। ସେଥିପାଇଁ ଆମ ଦିଅଙ୍କୁ କେବଳ ଜଗନ୍ନାଥଙ୍କୁ ସାଆନ୍ତ ବୋଲି ଡକାଯାଏ, ଆଉ କାହାକୁ ସାଆନ୍ତ କୁହାଯାଆନ୍ତି ନାହିଁ। କାହିଁକି? ସିଏ ହିଁ ହେଲେ ଏ ଜାତିର ମୁରବୀ, ସିଏ ହିଁ ହେଲେ ଏ ଜାତିର ଇଷ୍ଟ, ସିଏ ହେଲେ ଏ ଉତ୍କଳର ରାଜା। ତେଣୁ ତାଙ୍କର ଇଏ ହେଲେ ଗୋଟିଏ ଦିଅଁ ଆଜ୍ଞା ସଂସାର ଭିତରେ, ଯାହାଙ୍କର ପଟ୍ଟାଭିଷେକ ହୁଏ, ଯାହାଙ୍କର ପୁଷ୍ୟ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ରାଜାଧିରାଜ ବେଶ ହୋଇ ମହାପ୍ରଭୁଙ୍କର ଅଭିଷେକ, ରାଜାଭିଷେକ କରାଯାଏ। ଘୃତରେ ମହାପ୍ରଭୁଙ୍କର ଅଭିଷେକ କରାଯିବ, ଯାହା ରାଜାଙ୍କର ହୁଏ। ତେଣୁ ଏଠି ନେତାଙ୍କର ଆବଶ୍ୟକତା ପଡ଼େନି, ଏଠି ମହାପ୍ରଭୁ ହେଲେ ଡିସିସନ୍ ମେକର। ମହାପ୍ରଭୁ ଯାହା ମୁଣ୍ଡରେ ଚାହିଁବେ ତା ମୁଣ୍ଡରେ ସୁନା କଳସ ଢାଳିବେ।
ତେଣୁ ଯେ ପର୍ଯ୍ୟନ୍ତ ଏ ରାଜ୍ୟର ନେତାମାନେ ମହାପ୍ରଭୁଙ୍କୁ ଏ ରାଜ୍ୟର ନେତା ଭାବରେ ସ୍ୱୀକାର କରି ନିଜକୁ ମହାପ୍ରଭୁଙ୍କ ଶ୍ରୀରଙ୍ଗା ଚରଣରେ ସମର୍ପିତ କରିବେ ସେ ପର୍ଯ୍ୟନ୍ତ ରାଜନୀତି ସୁରୁଖୁରୁରେ ଚାଲିବ, ନହେଲେ ମହାପ୍ରଭୁ ସେ ସବୁ କରିପାରନ୍ତି। ନିଶ୍ଚୟ ଭାବରେ। ତ ଏଇ ରାଜନୀତି କଥାକୁ ନେଇକି ଆଉ ଏକ ସମସ୍ୟା ଏ ନିକଟରେ ଆମ ଦୃଷ୍ଟିକୁ ଆସିଥିଲା। ନିକଟରେ ରଥଯାତ୍ରା ଯାଇଥିଲା, ସମସ୍ତେ ଦେଖିଛନ୍ତି ଯେ ମହାପ୍ରଭୁ ଯେତେବେଳେ ଗୁମୁଟରୁ ବାହାରିଲେ ମୁଣ୍ଡରେ ତାହିଆ ନଥିଲେ। ତ କିଏ କୁହନ୍ତି ଯେ ମହାପ୍ରଭୁ ଟିକେ ଜନ୍ତା ବତ୍ସଳ, ସେଥିପାଇଁ ନିଜ ତାହିଆ ନିଜେ ଖୋଲିଦେଲେ, ସେଇଟା ମହାପ୍ରଭୁଙ୍କ ଲୀଳା। ସେମ୍ ଟାଇମ୍ରେ ଆମେ ପ୍ରଶାସନକୁ ଉତ୍ତର ମାଗିଲେ, ପ୍ରଶାସନ ପାଖରେ ଉତ୍ତର ନାହିଁ। ସେବାୟତମାନେ କୁହନ୍ତି ଯେ ମହାପ୍ରଭୁଙ୍କର ଟାହିଆଟା ବର୍ଷାରେ ଓଦା ହେଇକି ଓଜନ ହେଇଗଲା, ସେଥିପାଇଁ ଆମେ କାଢ଼ିଦେଲୁ। ତ ଏଇ ସମସ୍ତ କଥା ଭିତରେ ଆପଣଙ୍କୁ କ'ଣ ଲାଗୁଛି, ମହାପ୍ରଭୁଙ୍କ ଟାହିଆଟା ଯେଉଁ ଖୋଲା ଗଲା, ଏତେ ପର୍ଯ୍ୟନ୍ତ ରଥଯାତ୍ରାରେ କେବେ ଟାହିଆ ଶୂନ୍ୟ ହେଇକି କେବେ ମହାପ୍ରଭୁ କେବେ ଆସିନାହାନ୍ତି। ଏଥର ପ୍ରଥମ ଥର ପାଇଁ ମହାପ୍ରଭୁ ଟାହିଆ ଶୂନ୍ୟ ହେଇକି ଆସିଛନ୍ତି। ତ ଆପଣଙ୍କୁ କ'ଣ ଲାଗେ, ସେଇଟାର ସେଥିରେ ପ୍ରଶାସନର ଅବହେଳା ନା ସେବାୟତମାନଙ୍କ ଅବହେଳା ନା ସତରେ ମହାପ୍ରଭୁଙ୍କ କିଛି ନା କିଛି ଲୀଳା ରହିଛି? ଆପଣଙ୍କୁ କ'ଣ ଲାଗେ? ଆପଣ ତ ସୋସିଆଲ ମିଡ଼ିଆରେ ଯେହେତୁ ଆପଣ ଏ ସଂସ୍ଥାକୁ ଚଲାଉଛନ୍ତି, ବିଭିନ୍ନ କମେଣ୍ଟ ପଢ଼ୁଥିବେ, ଷ୍ଟକ୍ କରୁଥିବେ ବିଭିନ୍ନ ପ୍ରକାର ନ୍ୟୁଜ୍କୁ, ଆପଣଙ୍କୁ ଏସବୁ ପଢ଼ିଲା ପରେ ଲୋକଙ୍କର ମତାମତ କ'ଣ ଲାଗିଲା? ମୋତେ ପ୍ରଶାସନର କିଛି ନା କିଛି ଭୁଲ ଲାଗିଲା, ଅବହେଳା ଲାଗିଲା, ଅବହେଳା ଲାଗିଲା, ସେବାୟତମାନଙ୍କ ଆଉ ଅବହେଳା ଲାଗିଲା। ସେବାୟତମାନଙ୍କର ଅବହେଳା ଲାଗିଲା। କାହିଁକିନା ଏତେ ଦିନ ପର୍ଯ୍ୟନ୍ତ ରଥଯାତ୍ରାରେ କମେଣ୍ଟ ବର୍ଷା ସେକ୍ସନରେ ହେବାଟା, ଏସବୁ ଜିନିଷ ଆସିଥିବ ଯେ ସେବାୟତମାନଙ୍କ ପାଇଁ ହଉ ନା କିମ୍ବା ସେବାୟତମାନଙ୍କ ପାଇଁ କମେଣ୍ଟ ପ୍ରସାଦ ସେକ୍ସନରେ ପଢ଼ିଛି, କିନ୍ତୁ ନିଜର ମତ ହେଉଛି ଏଇଆ କି ରଥଯାତ୍ରାରେ ଏଇ ରଥଯାତ୍ରାରେ ବି ବର୍ଷା ହେଇଛି, ଆଗାମୀ ଯେତେ ରଥଯାତ୍ରା ଯାଇଛି ଆମର ମାନେ ଅତୀତରେ ସେତେବେଳେ ବି ବର୍ଷା ହେଇଛି। ଆସିବା ସେଇ କଥାକୁ, ସେଇ ସେଇ କଥାରେ ମୁଁ ଆପଣଙ୍କୁ କହିବି ଯେ ଆମ ରାଜ୍ୟର ଲୋକମାନେ ଜଗନ୍ନାଥଙ୍କୁ ପ୍ରଚାର କରିବା ବଦଳରେ ବେଶୀ ଅପବାଦ କରନ୍ତି ମୋତେ ଲାଗେ। ମୁଁ ବିଭିନ୍ନ ଜାଗାରେ କେବେ କହେନି, କିନ୍ତୁ ଆଜି ମୋତେ ଲାଗିଲା ଆପଣଙ୍କ ପ୍ରଶ୍ନର ଉତ୍ତରରେ ମୋତେ କହିବା ପାଇଁ। ମୋତେ ଭାବିଲେ ଆପଣ ଆଗକୁ ଗଣେଶ ପୂଜା ଅଛି, ମାର୍କେଟ ଚଳଚଞ୍ଚଳ ହେଇଯିବ, ଦୋକାନ ଭିଡ଼ ହେଇଯିବ। ଗଣେଶ ସବୁ ଠାକୁରଙ୍କର ନିଜର ମହାତ୍ମ୍ୟ ଅଛି। ଆମେ ହିନ୍ଦୁରେ ମହାପ୍ରଭୁ ବି ନିଜକୁ ଗଣେଶ ଅବତାରରେ ଗଜାନନ ବିଷୟ କରାନ୍ତି। ତେଣୁ ମୁଁ ପାର୍ଥକ୍ୟ ଦେଖାଉନି, ମୁଁ କୌଣସି ଭାବରେ କାହାକୁ ନିମ୍ନ କରିବା ପାଇଁ ଚାହୁଁନି ଯେ ଜଗନ୍ନାଥ ବଡ଼ ଗଣେଶ ଛୋଟ। ମହାପ୍ରଭୁ ହେଲେ ପଞ୍ଚଦେବତା, ଗଣେ ନାରାୟଣ ରୁଦ୍ର ଅମ୍ବିକେ ଭାସ୍କରେ ତଥା। ମହାପ୍ରଭୁ ଯେଉଁଠି ବସିଛନ୍ତି ସେଠି ପଞ୍ଚଦେବତାଙ୍କ ଆବାହନ କରି ମହାପ୍ରଭୁ ବସିଛନ୍ତି। ମହାପ୍ରଭୁଙ୍କର ଯେତେବେଳେ ଆଗରେ ଯାଆନ୍ତି ତାଙ୍କ ଆଗରେ ପ୍ରଥମେ କଳସ ଅର୍ଥାତ୍ ଗଣେଶଙ୍କର ଯାତ୍ରା ହୁଏ। ତେଣୁ ମହାପ୍ରଭୁ ସମସ୍ତଙ୍କୁ ସ୍ୱୀକାର କରନ୍ତି। ମୁଁ ଗୋଟିଏ କେବଳ ଆପଣଙ୍କୁ ଉଦାହରଣ ଦେବା ପାଇଁ ଚାହେଁ, ଗଣେଶ ପୂଜା ଆସିବ, ଗଣେଶ ପୂଜାରେ ମାର୍କେଟ ଚଳଚଞ୍ଚଳ ହେଇ ଉଠିବ, ସବୁ ଜାଗାରେ ଗଣେଶ ପୂଜା ହେବ, ସେଥିପାଇଁ ଭିଡ଼ ହେବ। ଆପଣ ତାପରେ ଜନ୍ମାଷ୍ଟମୀ ଆସିବ, ଜନ୍ମାଷ୍ଟମୀ ବେଳକୁ ଦେଖିବେ ଆପଣ 1 ନମ୍ବର ହାଟ ବି ଗହଳି ହେଇଯିବ, ବଂଶୀ ବିକ୍ରି ହେବ, ଚୁଟି ବିକ୍ରି ହେବ, ସବୁ ଜିନିଷ ବିକ୍ରି ହେବ। ମୁଁ ପୁଣି ଥରେ କହୁଛି, ମୁଁ କାହାକୁ ନିମ୍ନ ଦେଖିବା ପାଇଁ ଚାହୁଁନି, ମୁଁ କହୁଛି ଆମ ସଂସ୍କୃତି କଥା। କେବେ ସ୍ନାନ ପୂର୍ଣ୍ଣିମାରେ ଆପଣ ଏ ଗହଳି ଦେଖିଛନ୍ତି? ପୁରୀକି ଛାଡ଼ିଦେଲେ ଆପଣଙ୍କ ଘରେ କେବେ ସ୍ନାନ ପୂର୍ଣ୍ଣିମା ହେଇଛି? ଆପଣ ଜାଣିଛନ୍ତି ସ୍ନାନ ପୂର୍ଣ୍ଣିମା ହେଉଛି ମହାପ୍ରଭୁଙ୍କର ପ୍ରାକାଟ୍ୟ ଦିବସ। ମହାପ୍ରଭୁ ଏହି ଦିନ ଦିବ୍ୟ ଦାରୁ ରୂପରେ ଆବିର୍ଭାବ ହୋଇଥିଲେ, ତେଣୁ ଏହାକୁ ଶ୍ରୀମନ୍ଦିର ଭାଷାରେ ମହାପ୍ରଭୁଙ୍କର ଜନ୍ମଦିନ ବୋଲି କୁହାଯାଏ। ଆମେ ପାଳିଛେ। ମହାରାଷ୍ଟ୍ର ଲୋକମାନେ ତାଙ୍କର ଗଣେଶ ଉତ୍ସବ, ତାଙ୍କର ଆରାଧ୍ୟ ହେଲେ ଗଣପତି, ସେ ହେଲେ ଗାଣପତ୍ୟ, ତେଣୁ ସେମାନେ ଗଣେଶ ପୂଜାକୁ ଧୁମଧାମରେ ପାଳନ କରନ୍ତି। ଶ୍ରୀକୃଷ୍ଣଙ୍କର କଥା ଆମେ ଯଦି କହିବା, ଉତ୍ତର ଭାରତରେ ତାଙ୍କର ପ୍ରଚଳନ ଅଧିକ, ସେଇଠାରେ ହିଁ ତାଙ୍କର ସୃଷ୍ଟି, ତାଙ୍କର ଜନ୍ମ, ତାଙ୍କର ଲୀନ ସବୁ ଜିନିଷ ସେଠି ହେଇଛି। ସେମାନେ ଆଡ଼ମ୍ବରରେ ପାଳନ, ଜନ୍ମାଷ୍ଟମୀ ବହୁତ ଆଡ଼ମ୍ବର ହୁଏ, ଆମ ଘରେ ହୁଏ। ମୁଁ କହୁଛି ଆମ ଘରେ ଜନ୍ମାଷ୍ଟମୀ ବହୁତ ଆଡ଼ମ୍ବରରେ ପାଳନ କରାଯାଏ। ଏବେ ବି ଆଗକୁ ଆସିବ ଦେଖିବେ, ଆମ ଜନ୍ମାଷ୍ଟମୀ ନୀତିରେ ଆମର ବହୁତ ସୁନ୍ଦର ଭାବରେ ଆମେ ଘରେ କରୁ। ତେଣୁ ମୋର ଶ୍ରୀକୃଷ୍ଣଙ୍କୁ ନେଇକି ଆପଣଙ୍କର ଗଣେଶଙ୍କୁ ନେଇକି ମନରେ କ୍ଷୋଭ ନାହିଁ। ମୁଁ କହିବା କଥା, ଆମେ କେବେ କରିଛେ କେଉଁ ଗାଁ ଗଣ୍ଡା ସାହି ପଡ଼ିଶା ଯେ ମହାପ୍ରଭୁଙ୍କର ସ୍ନାନ ଉତ୍ସବ, ମହାପ୍ରଭୁଙ୍କର ଜନ୍ମଦିନ, ଆଜି ମହାପ୍ରଭୁଙ୍କର ପୂଜା କରିବା? ହେଉନି। କାହିଁକି ହେଉନି? ଏବେ ଆମେ ପ୍ରଚାର କରିଛେ? କରିନି। ଆମେ ଅପବାଦ କରିଛେ। ମହାପ୍ରଭୁଙ୍କର ଟାହିଆ ନାହିଁ, ଅପବାଦ ହେବ। ମହାପ୍ରଭୁଙ୍କ ରଥ ଗଡ଼ିଲାନି, ଅପବାଦ ହେବ। ମହାପ୍ରଭୁଙ୍କର ଏଇଟା ହେଲାନି, ଅପବାଦ ହେବ। ଅପବାଦରୁ ବାହାରିକି ଆମେ କେବେ ଦୁନିଆକୁ ଦେଖେଇଛେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ଜନ୍ମଦିନ? ଏବେ ବୋଧେ ସୋସିଆଲ ମିଡ଼ିଆ ଆସିଲା ପରଠୁ ମୋତେ ଲାଗୁଛି ଏସବୁ ରିଲ୍ ଭାଇରାଲ୍ ହେଲା ପରେ ବହୁତ ଲୋକ ଜାଣୁଛନ୍ତି, ଆରେ ହଁ ଜଗନ୍ନାଥଙ୍କର ଜନ୍ମଦିନ କାଳେ ସ୍ନାନ ପୂର୍ଣ୍ଣିମା, ଆମେ ବି ଜାଣିନଥିଲୁ।
ଆମକୁ ବି କେହି ଶିଖେଇ ନଥିଲେ। ହୁଁ। କ'ଣ କରିବାର ଅଛି କିଛି ତ ଆମେ ସବୁ ବିଧି କରିପାରିବାନି। ଆମେ ମହାପ୍ରଭୁଙ୍କ ଜନ୍ମଦିନ ନୂଆ ଲୁଗା ଖଣ୍ଡେ ତାଙ୍କୁ ଦେଇକି ତାଙ୍କର ଯେଉଁଟା ସବୁଠୁ ଫେଭରେଟ୍, ଯେଉଁଟା ତାଙ୍କର ସବୁଠୁ ଅତ୍ୟାଧିକ ପ୍ରିୟ ଖେଚୁଡ଼ି ଭୋଗ ଟିକେ କରିପାରିବା। ଦୁନିଆ ଲୋକଙ୍କୁ କହିପାରିବା ଆଜି ଆମ ଉପବାସ କାହିଁକି ନା ଆଜି ଆମ ମହାପ୍ରଭୁଙ୍କ ଜନ୍ମଦିନ। ହୁଁ। ଆମେ ଜନ୍ମାଷ୍ଟମୀ ଉପବାସ କରୁଛେ, ଗଣେଶ ପୂଜା ଉପବାସ କରୁଛେ, ସରସ୍ୱତୀ ପୂଜା କରୁଛେ, କେତେ ଓଷା କରୁଛେ, ଜଗନ୍ନାଥଙ୍କ ପ୍ରତି ତ ଅବହେଳା କାହିଁକି? ତେଣୁ ଆମେ ମହାପ୍ରଭୁଙ୍କୁ ପ୍ରଚାର କରିନେ, ମହାପ୍ରଭୁଙ୍କର ଅପବାଦ କରିଛେ। ଆସିଲା ଟାହିଆ କଥା। ଟାହିଆକୁ ନେଇ ସେବାୟତ ମାନେ ଟାହିଆ ଆଣିଲେ, ଟାହିଆ ପିନ୍ଧେଇଲେ। ଟାହିଆ ଖୋଲିବେ କାହିଁକି? ଆଜି ପର୍ଯ୍ୟନ୍ତ ଟାହିଆ ଖୋଲା ହେଇନଥିଲା କେବେ, କାହିଁ ଟାହିଆ ଖୋଲିବେ? କିଛି ବର୍ଷ ପୂର୍ବରୁ ଆପଣ ଯଦି ଲକ୍ଷ୍ୟ କରିବେ ମହାପ୍ରଭୁ ଗୁମୁଟରୁ ବାହାରକୁ ଆସିଲା ପରେ ରଥ ପାଖାପାଖି ହେଲା ପରେ ଟାହିଆକୁ ସବୁ ଭିଡ଼େଇକି ଛିଡ଼େଇ ଦିଅନ୍ତି। ଯିଏ ଯାହା ପାରିଲେ ନେଇକି ପଳାନ୍ତି। କିନ୍ତୁ ପ୍ରଶାସକ କିଛି ବର୍ଷ ପୂର୍ବେ ଏହା ସିଦ୍ଧାନ୍ତ କରାଯାଇଥିଲା ଯେ ଟାହିଆ ଛିଡ଼ା ହେବନି, ଯେମିତି ଟାହିଆ ମହାପ୍ରଭୁଙ୍କୁ ଲାଗିଥିଲା ସେମିତି ବାହାରି। ତେଣୁ କିଛି ବର୍ଷ ସେୟା ମଧ୍ୟ ଚାଲିଥିଲା। ଏ ବର୍ଷ ପୂର୍ବ ବର୍ଷ ମଧ୍ୟ ସେମିତି ହେଇଥିଲା। କିନ୍ତୁ ଏ ବର୍ଷ ମହାପ୍ରଭୁଙ୍କର ଇଚ୍ଛା, ଇନ୍ଦ୍ରଙ୍କର ଅତ୍ୟାଧିକ ବୃଷ୍ଟି ହେଇପାରେ, ମହାପ୍ରଭୁଙ୍କର ଟାହିଆ ଭାଙ୍ଗି ଯାଇଥାଇପାରେ, ମହାପ୍ରଭୁଙ୍କ ଟାହିଆ ପଡ଼ିଯାଇଥାଇପାରେ, ଯେଉଁଥିପାଇଁ ଟାହିଆ ଖୋଲା ହେଇଛି। କୌଣସି ବ୍ୟକ୍ତିଗତ ଇଚ୍ଛାରେ ଟାହିଆ ଖୋଲା ହେଇନି। ଦେଖନ୍ତୁ ସତ କଥା ହେଲା ଯସ୍ୟ ଭୃକ୍ଷେପ ମାତ୍ରେତି ସୃଜତି ହରିହର ବ୍ରହ୍ମା ସଂକ୍ରାନ୍ତି ଦେବାଗଣା ମାୟା ପାୟା ଦପାୟା ଜୟ ମୋଦି ଜୟ ପୁଣ୍ଡରୀକାଖ୍ୟସ୍ମିନ୍। ଯେ ଯାହାଙ୍କର ଭ୍ରୁକୁଟିର ଚଳନରେ ସଂସାର ସୃଷ୍ଟି ହେଉଛି ତାଙ୍କ ଟାହିଆ କିଏ ଖୋଲିବ? କେହି ଖୋଲିପାରିବେ ନାହିଁ। ସେ ଆଦି ବ୍ରହ୍ମ ଆଦି ବିଷ୍ଣୁ, ଯାହାଙ୍କ ଦ୍ୱାରା ବ୍ରହ୍ମାଙ୍କର ସୃଷ୍ଟି ହେଇଛି। ଯମାରାଧ୍ୟଂ ଜଗନ୍ନାଥଂ ବ୍ରହ୍ମତ୍ୱ ପ୍ରାପ୍ତବାନ ବିଧି ଶିବ ମହେଶ୍ୱରତଂ ତଥା ଦେବଚ ଇନ୍ଦ୍ରରାଜକମ୍। ଯେ ଯାହାଙ୍କୁ ପ୍ରାର୍ଥନା କରି ବିଧି ଅର୍ଥାତ୍ ପ୍ରଜାପତି ବ୍ରହ୍ମତ୍ୱକୁ ପ୍ରାପ୍ତ କରିଛନ୍ତି, ଯାହାଙ୍କୁ ଆରାଧନା କରି ଶଙ୍କର ମହେଶ୍ୱରତ୍ୱକୁ ପ୍ରାପ୍ତ କରିଛନ୍ତି ଏବଂ ଯାହାଙ୍କ ଦୟାରୁ ଇନ୍ଦ୍ର ଦେବରାଜ ହେଇଛନ୍ତି, ତାଙ୍କ ଟାହିଆ ଖୋଲିବାର ସାହସ ଓ ଅଧିକାର କାହା ପାଖରେ ଅଛି? ମହାପ୍ରଭୁ ପରା ଥରେ ଚାହିଁଲେନି, ତାଙ୍କୁ ରଥକୁ କେହି ଉଠେଇ ପାରିଲେନି। ଆଜ୍ଞା ଏବେ ବି ଆପଣ ଶୁଣିଥିବେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଅମଳର କଥା, ସିଏ ଗୋଟେ ଜିଦି ଧରିକି ବସିଲେ ଯେ ମୋ ଫ୍ଲାଇଟ୍ ମୁଁ ଚଢ଼ିବା ପୂର୍ବରୁ ମହାପ୍ରଭୁଙ୍କର ପହଣ୍ଡି ସରିବା ଦରକାର। ତାଙ୍କର ସେଦିନ କ'ଣ ବ୍ୟକ୍ତିଗତ କାମରେ ହେଉ କିମ୍ବା ରାଜନୈତିକ କାମରେ ସେ ଯିବାର ଥିଲା। ସେ ଗୋଟେ ଅହଂ ପ୍ରକାଶ କଲେ ଏବଂ ତତ୍କାଳୀନ ପ୍ରଶାସକଙ୍କୁ କହିଲେ ଯେ ଏତିକି ସମୟ ଭିତରେ ମହାପ୍ରଭୁଙ୍କର ପହଣ୍ଡି ସରିବାର ଆବଶ୍ୟକତା ଅଛି, କାରଣ ମୋତେ ଯିବାର ଅଛି। ମହାପ୍ରଭୁ ଚାରମାଳ ପାଖରେ ପାଖାପାଖି 6 ଘଣ୍ଟା ରହିଲେ ଅଡ଼ିକି। ସବୁ ସେବାୟତ ଆପ୍ରାଣ ଚେଷ୍ଟା କଲେ, କେହି ଯାଇପାରିଲେନି। ଏଥର ମହାପ୍ରଭୁ ଗୁମୁଟ ବାହାରକୁ ବାହାରିଲେନି। ମୁଁ ମୋର ବ୍ୟକ୍ତିଗତ ଅନୁଭୂତି କହିବି, ଆପଣ ବିଶ୍ୱାସ କରିବେନି, ମୋ ଲୋମ ଟାଙ୍କୁରି ଉଠୁଛି। ଯେଉଁଦିନ ମହାପ୍ରଭୁଙ୍କ ରଥଯାତ୍ରା, ସେଦିନ ମୋର ଜଣେ ବିଦେଶୀ ବନ୍ଧୁ ସେ ଆସିଥିଲେ। ଯେତେବେଳେ ପହଞ୍ଚିଲେ ଭୁବନେଶ୍ୱର ଏୟାରପୋର୍ଟରେ, ତାଙ୍କର ପୁଅର ଦେହ ଅତ୍ୟାଧିକ ଖରାପ ହେଇଗଲା। ତେଣୁ ସେମାନେ ଯାଇକି ହସ୍ପିଟାଲ ଆଡ଼ମିସନ୍ ହେବାକୁ ପଡ଼ିଲା। ଏବଂ ମୁଁ ତାଙ୍କୁ ପଚାରିଲି, ମୁଁ କହିଲି ପହଞ୍ଚିଗଲି ନା? ଏମିତି ଏମିତି ଚନ୍ଦନ ହେଇଛି, ଆମେ ଯାଇପାରୁନୁ, ମହାପ୍ରଭୁଙ୍କ ଇଚ୍ଛା ଥିଲା ଟିକେ ରଥରେ ଦେଖିବୁ ବୋଲି, ମହାପ୍ରଭୁଙ୍କ ପହଣ୍ଡି ଦେଖିବୁ, ହେଇପାରୁନି। ଆମ୍ ଗେଟିଂ ଗୁଜବମ୍ସ, ମିଛ ନାହିଁ ସତ। ମୁଁ କହିଲି ହଉ, ସେତେବେଳେ ତ ମୁଁ ବି ଥାଏ, ପୁରୀରେ ଥାଏ। ହଉ ଦେଖ ମହାପ୍ରଭୁଙ୍କ ଇଚ୍ଛା, କ'ଣ କରିବା, ଆଗ ପୁଅର ଯତ୍ନ ନିଏ। ତେଣୁ ପାଖାପାଖି ଟ୍ରିଟମେଣ୍ଟ ଚାଲିଲା। ଗୋଟେ ଦିନ ପୁରା ରହିଲା, ସେ ICU ପାଖରେ ରହିଲା। ତା ପରଦିନ ବି ଅଧା ଦିନ ରହିଲା ଏବଂ ତାପରେ ସେମାନେ ତାକୁ ଡିସଚାର୍ଜ କଲେ। ତେଣୁ ମହାପ୍ରଭୁ ସେଦିନ 2 ଦିନ ରଥରେ ରହିଲେ। ଗୁଣ୍ଡିଚା ଦିନ ରହିଲେ, ତା ପରଦିନ ସମ୍ପୂର୍ଣ୍ଣ ମହାପ୍ରଭୁ ରଥରେ ରହିଲେ। ତା ପରଦିନ 3ଟା ବେଳକୁ ମହାପ୍ରଭୁଙ୍କର ପହଣ୍ଡି ହେଲା। ଏବଂ ତାର ଇଚ୍ଛା ଥିଲା, କିନ୍ତୁ ଯେହେତୁ ସେମାନେ ଟିକେଟ୍ କରିଦେଇଥିଲେ ରଥ ବାହୁଡ଼ା ପୂର୍ବରୁ ଯିବା ପାଇଁ, ତେଣୁ ସେ ରଥରେ ମହାପ୍ରଭୁ ଯଦି ସେଦିନ ମହାପ୍ରଭୁଙ୍କ ରଥ ଲାଗିଯାଇଥାନ୍ତା, ତା ପରଦିନ ମହାପ୍ରଭୁଙ୍କର ପହଣ୍ଡି ସେ ଦେଖିପାରିନଥାନ୍ତେ ମହାପ୍ରଭୁଙ୍କ ରଥରେ। ହେଲା ମୁଁ ବ୍ୟକ୍ତିଗତ ଅନୁଭୂତି ମୁଁ ଆପଣଙ୍କୁ କହିଲି। ଏମିତି ହଜାର ହଜାର ଭକ୍ତ ଥାଇପାରନ୍ତି, ଯେଉଁମାନେ କାହାର ଟ୍ରେନ୍ ଡିଲେ ହେଇଯାଇଥିବ, କାହାର ଫ୍ଲାଇଟ୍ ଡିଲେ ହେଇଯାଇଥିବ। ତେଣୁ ମହାପ୍ରଭୁ ସେଥିପାଇଁ ଅଡ଼ି ବସିଥାଇପାରନ୍ତି ଯେ ମୋ ଭକ୍ତକୁ ଦର୍ଶନ ଦେବି। ଆମେ ଏଇଆ ବି କହିପାରିଥାନ୍ତେ, କିନ୍ତୁ ଆମେ କ'ଣ କଲେ ସେବାୟତମାନଙ୍କୁ? ଆରେ ସେବାୟତ ମାନେ ନିଜର ଆପ୍ରାଣ ମହାପ୍ରଭୁଙ୍କୁ ସମର୍ପଣ କରିଛନ୍ତି। କୁହନ୍ତୁ ତ, କାହାର ଇଚ୍ଛା ନାହିଁ ଯାଇକି ବାହାରେ ଚାକିରି କରି ପାଠ ପଢ଼ିବା ପାଇଁ? ଏ ଧୋତି ପିନ୍ଧି ୟାକୁ ପିନ୍ଧି କାହାକୁ ବୁଲିବା ପାଇଁ ଇଚ୍ଛା ଅଛି? ସେମାନେ ଆମ ସଂସ୍କୃତିକି ଜାବୁଡ଼ି ଧରିଛନ୍ତି। ମହାପ୍ରଭୁଙ୍କୁ ଶୀତ ଦିନେ ରାତି 2ଟାରୁ ଉଠି ଗାଧେଇ ଥଣ୍ଡା ପାଣିରେ ମହାପ୍ରଭୁଙ୍କୁ ରୋଷେଇ କରି ଖାଇବାକୁ ଦେଉଛନ୍ତି। କାହିଁକି ତାଙ୍କୁ ନିନ୍ଦା କରିବା? ଆମେ ତାଙ୍କୁ କିଛି ଦେଉନି, ଆମେ ତାଙ୍କୁ କିଛି ଆଣୁନି। ସେ ମହାପ୍ରଭୁଙ୍କୁ ଭଲରେ ରଖନ୍ତୁ, ଆମର ଗୋଟିଏ ଇଚ୍ଛା। ତେଣୁ ଏ ହେଉଛି ମହାପ୍ରଭୁଙ୍କୁ ଆମେ ଅପବାଦ କରୁଛେ, ଆମେ ମହାପ୍ରଭୁଙ୍କୁ ପ୍ରଚାର କରୁନି। ଯଦି ଆମକୁ କିଏ ପଚାରିଥାନ୍ତା ଯେ ମହାପ୍ରଭୁଙ୍କର ଟାହିଆ କାହିଁକି ଲାଗିଲାନି, ମହାପ୍ରଭୁଙ୍କର ଇଚ୍ଛା, ସେ ଟାହିଆ ପିନ୍ଧିବେ ନ ପିନ୍ଧିବେ। ତାଙ୍କ ରଥ ଗଡ଼ିଲାନି। ସବୁ ବର୍ଷ 2-4 ଲକ୍ଷ 5 ଲକ୍ଷ 6 ଲକ୍ଷ ଲୋକ, ଏଥର 10 ଲକ୍ଷ ଲୋକ। ସେତିକି ଜାଗା, ଲୋକ ଗଲେ ତ ରଥ ଗଡ଼ିବ। ପ୍ରାକ୍ଟିକାଲ କଥାକୁ ଆପଣ ଭାବନ୍ତୁ। ଲୋକ ତ ବାହାରିଲେ ରଥ ଗଡ଼ିବ, ତାପରେ କେମିତି ରଥ ଗଡ଼ିବ? ତେଣୁ ଏବେ ନୁହନ୍ତୁ, ଏବେ ଦେଖନ୍ତୁ ଆପଣ, ନେକ୍ସଟ ଯେବେ ବି ରଥଯାତ୍ରା ହେବ, ଗୋଟେ ଦିନରେ ରଥ ଆଉ ପହଞ୍ଚିବନି। ଆଗରୁ ପୁଣି କଥା ଉଠିଲା ଯେ ରଥ ଗୋଟେ ଦିନରେ ପହଞ୍ଚିବା ବିଧି। କିଏ କହିଲା ରଥ ଗୋଟେ ଦିନରେ ପହଞ୍ଚିବା ବିଧି? ଆଗରୁ 6ଟା ରଥ ହେଉଥିଲା। ମଝିରେ ଗୋଟେ ନଈ ଥିଲା,
ତେଣୁ ଗୋଟେ ଥର କେବେ ପହଞ୍ଚି ପାରୁନଥିଲା। ସେତେବେଳେ କଳା ବେଠିଆ ଲାଗୁଥିଲେ। ବେଠିଆ ବୋଲି ଗୋଟେ ନିଯୋଗ ମହାପ୍ରଭୁଙ୍କର ଥିଲା, ଯେଉଁମାନେ ବଳିଷ୍ଠ ହେଇକି ମହାପ୍ରଭୁଙ୍କ ରଥଟା ବାଲି ଥିଲା ସେଠି, ତ ରୋଡ଼ ହେଇଯାଇଛି, ତେଣୁ ମହାପ୍ରଭୁଙ୍କ ରଥ ପହଞ୍ଚି ପାରେନି। ତେଣୁ ଆମେ ଆକୁ ଧରି ମହାପ୍ରଭୁଙ୍କର ଅପବାଦ କରିବା, ମହାପ୍ରଭୁ କେବେ ବିନା ଟାହିଆରେ ଆସିନାହାନ୍ତି। ମହାପ୍ରଭୁଙ୍କର ଟାହିଆ ସେବକମାନେ ଭିଡ଼ିକି ନେଇଯାଆନ୍ତି ବହୁତ ଆଗରୁ। ଯଦି ଏ ଆମେଣ୍ଡମେଣ୍ଟ ବି ନ ଆସିଥାନ୍ତା ଏବେ ବି ସିଏ ହେଇଥାନ୍ତା। ମହାପ୍ରଭୁ ପିନ୍ଧିଲେନି, ମହାପ୍ରଭୁ ଅଡ଼ିକି ବସିଲେ। ଆମେ ଦେଖିଛୁ ପହଣ୍ଡି ବେଳେ ଏପଟକୁ ଢଳୁଥାନ୍ତି ସେପଟକୁ ଢଳୁଥାନ୍ତି, ସେଇ ସେବାୟତ ମାନେ ପହଣ୍ଡି ଦେଖନ୍ତୁ ତ, ବାହୁଡ଼ା ଦିନ କେତେ ସୁନ୍ଦର ପହଣ୍ଡିରେ ମହାପ୍ରଭୁ ଛପକିନା ଯାଇକି ବସି ପଡ଼ିଲେ ରଥ ଉପରେ। ଆପଣଙ୍କର ରଥରୁ ଯେତେବେଳେ ଗୁଣ୍ଡିଚାକୁ ଗଲେ ସେତେବେଳେ କେମିତି ସାଙ୍ଗେ ସାଙ୍ଗେ ପଳେଇଲେ ମହାପ୍ରଭୁ। ତାହେଲେ ସେଇ ସେବାୟତ, ସେଇ ମହାପ୍ରଭୁ, ତାହେଲେ ଦୁଇଟା ଜିନିଷ ଆସିଲା କେମିତି? ମହାପ୍ରଭୁଙ୍କର ଇଚ୍ଛା। ଆପଣ ତାଙ୍କୁ ଭାବୁଛନ୍ତି କି ଜଣେ ଦାରବ ବିଗ୍ରହ ବୋଲି, ସେ ଭୁଲ କରନ୍ତୁନି। ନ ଦାରବ ପ୍ରତିମାଶ ସାକ୍ଷାତ ବ୍ରହ୍ମ ପ୍ରକାଶତେ, ଯେ ଦାରବ ପ୍ରତିମା ନୁହନ୍ତି, ହେଲେ ସ୍ୱୟଂ ବ୍ରହ୍ମ। ତେଣୁ ତାଙ୍କୁ ନେବେ, ଆଣିବେ, କାହାର ସାହସ ଅଛି ତାଙ୍କୁ ନେବାର? ମହାପ୍ରଭୁ ଏମିତି ବହୁତ ଉଦାହରଣ ଦେଇଛନ୍ତି। ତେଣୁ ଆମେ ଆକୁ ଅପପ୍ରଚାର କରିବା କଥା ନୁହେଁ, ପ୍ରଚାର କରିବା। ତ ସୁନ୍ଦର ଭାବରେ ଆପଣ ଏଇ ବିବାଦକୁ ଆପଣ କହିଲେ। ତ ଅପପ୍ରଚାର ବିବାଦକୁ ନେଇକି ଆଉ ଗୋଟେ କୋଶ୍ଚିନ୍ ମନରେ ଆସେ, ଯେତେବେଳେ ମହାପ୍ରଭୁଙ୍କର ରଥଯାତ୍ରାରେ କିଛି ବିଭ୍ରାଟ ହୁଏ, ଅବ୍ୟବସ୍ଥା ହୁଏ, କି ପ୍ରଶାସନକୁ ନେଇକି ଅବ୍ୟବସ୍ଥା ହୁଏ, କି ସେବାୟତମାନଙ୍କର କିଛି ଆନ୍ଦୋଳନକୁ ନେଇକି ମହାପ୍ରଭୁଙ୍କର ନୀତିକାଞ୍ଜିରେ କିଛି ଅସୁବିଧା ହୁଏ, ସେତେବେଳେ ମାନେ ଲୋକଙ୍କ ମନରେ ଗୋଟେ କୋଶ୍ଚିନ୍ ଆସେ ଯେ କୋଟି ବ୍ରହ୍ମାଣ୍ଡକୁ ଚଲାଉଥିବା ନିୟନ୍ତା ମହାପ୍ରଭୁ କ'ଣ ଏବେ ସେବାୟତ କିମ୍ବା ଆମମାନଙ୍କର ଏଇ ଯେଉଁ ଅବ୍ୟବସ୍ଥା ପାଇଁ ନିଜେ ମାନେ ପରିଚାଳିତ ହେବେ ଆମ ହିସାବରେ କି? ସେଇ କୋଶ୍ଚିନ୍ର ଗୋଟେ ମତାମତ ଆପଣଙ୍କଠୁ ଚାହିଁବେ। ମୁଁ ଚାହେଁ ମହାପ୍ରଭୁଙ୍କ ପରିଆ ଦୟାଳୁ କେହି ନାହାନ୍ତି। ନୀଳାଦ୍ରିନାଥେନ ସମପ୍ରଭୁ କହ, ସଦା ଦୟାଳୁ ନିଜ ଭକ୍ତ ବୃନ୍ଦେ, ଶତ ଅପରାଧ କ୍ଷମୟା ବିଷୟ ନ ତତ୍ସମଃ ଭୁବନୋତ୍ତରେସ୍ମି। ମହାପ୍ରଭୁଙ୍କ ପରିଆ ଦୟାଳୁ କେହି ନାହାନ୍ତି, ଯେ ନିଜ ଭକ୍ତର 100 ଅପରାଧକୁ କ୍ଷମା କରିପାରିବେ। ରହିଲା ଆପଣ ଷ୍ଟ୍ରାଇକ୍, ହଙ୍ଗର ଷ୍ଟ୍ରାଇକ୍, ଏସବୁ ଜିନିଷ କରିବା, ନୀତି ବନ୍ଦ କରିବା। ସେବାୟତମାନଙ୍କ ଉପରେ ମହାପ୍ରଭୁ ସଦୈବ ଅଛନ୍ତି। ସେବାୟତ ମାନେ କୁହନ୍ତି, ଆଜ୍ଞା ଯଦି ଆମେ ଆପଣଙ୍କୁ ଖାଇବାକୁ ଦେବୁ ଆଉ ଏମାନେ ଆମ କଥା ଶୁଣୁନାହାନ୍ତି, ଆମେ ଉପାସରେ ଅଛୁ, ତାହେଲେ ଆପଣ ବି ଦିନ ଉପାସ ରୁହନ୍ତୁ। ଏ ମହାପ୍ରଭୁ ବୋଲେ ଭୃତ୍ୟର ମାଲିକ, ତାଙ୍କ ଭୃତ୍ୟ ପାଇଁ, ତାଙ୍କ ଚାକର ପାଇଁ ସେ ସବୁ କିଛି କରିପାରନ୍ତି। ତେଣୁ ମହାପ୍ରଭୁ ଉପାସ ରୁହନ୍ତି। ମୁଁ ସାଧାରଣ ଭାଷାରେ କହିଲି, ମହାପ୍ରଭୁ ବୋଲି ଏମିତି ଜଣେ ଦିଅଁ, ଯିଏ ନିଜେ ଖାଇବା ଆଗରୁ ତାଙ୍କ କର୍ମଚାରୀମାନଙ୍କୁ ଖାଇବାକୁ ଦିଅନ୍ତି। ମହାପ୍ରଭୁଙ୍କ କର୍ମଚାରୀ କିଏ? 3 ଜଣ। ଜଣେ ହେଲେ ଦ୍ୱାରପାଳ, ଜୟ ଏବଂ ବିଜୟ, ଆଉ ଜଣେ ହେଲେ ଗରୁଡ଼, ତାଙ୍କ ଡ୍ରାଇଭର। 2 ଜଣ ରହିଲେ ବଡ଼ିଗାର୍ଡ଼, ଆଉ ଜଣେ ରହିଲେ ଡ୍ରାଇଭର। ତେଣୁ ଆପଣଙ୍କ ଘରେ ଆପଣ କେବେ ତାଙ୍କ କଥା ବୁଝନ୍ତି? ସିଏ କ'ଣ ଖାଇଲେ, କ'ଣ କଲେ, କ'ଣ ନାହିଁ? ଆପଣ ଆସିଲେ ଘରକୁ, ଆପଣ ଖାଇଲେ, ଡ୍ରାଇଭର ଖାଇଲା ନ ଖାଇଲା, ଶୋଇଲା ନ ଶୋଇଲା, ଆପଣଙ୍କର ଯିଏ PSO ଅଛି ସିଏ ଖାଇଲା ନ ଖାଇଲା, ଆପଣ ତା ଦେହରେ କେହି ବି କରନ୍ତି, ଆପଣ କ'ଣ କେହି ବି କରନ୍ତିନି। କିନ୍ତୁ ମହାପ୍ରଭୁ ପ୍ରଥମେ ସକାଳେ ଉଠିବେ, ମଙ୍ଗଳା ଆଳତି ହେବ, ମହାପ୍ରଭୁଙ୍କର ଅବକାଶ ହେବ। ଅବକାଶ ସରିଲା ପରେ ମହାପ୍ରଭୁଙ୍କର ଏପଟେ ରୋଷ ହୋମ ବଢ଼ିବ। ରୋଷ ହୋମ ବଢ଼ିଲା ପରେ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ଆସିବା ପୂର୍ବରୁ 2 ଜଣଙ୍କୁ ମହାପ୍ରଭୁ ଖାଇ ନଥିବେ, 2 ଜଣଙ୍କୁ ଖାଇବା ପାଇଁ ଦେବେ। ପ୍ରଥମେ ଜୟ ବିଜୟଙ୍କୁ ଖାଇବାକୁ ଦେବେ, ପ୍ରଥମେ ଦ୍ୱାରପାଳ ପୂଜା ହେବ। ଦ୍ୱାରପାଳ ପୂଜା ମହାପ୍ରଭୁଙ୍କର ପୂଜା ପୂର୍ବରୁ ହେବ। ମହାପ୍ରଭୁ ଗାଧେଇକି ସେପଟେ ବସିଥିବେ, ଏପଟେ ମହାପ୍ରଭୁଙ୍କର ଜୟ ବିଜୟ ପୂଜା ହେବ ବା ଦ୍ୱାରପାଳ ପୂଜା ହେବ। ପ୍ରଥମେ ଜୟ ବିଜୟଙ୍କୁ ଖାଇବାକୁ ଦିଆଯିବ, ତାପରେ ଗରୁଡ଼ଙ୍କୁ ସେଇ ଜାଗାରେ ଗରୁଡ଼ଙ୍କୁ ଖାଇବାକୁ ଦିଆଯିବ। ଅର୍ଥାତ୍ ମହାପ୍ରଭୁ କାହା କଥା ବୁଝନ୍ତି? ତାଙ୍କ ଭୃତ୍ୟ କଥା ବୁଝନ୍ତି, ଯେ ଏମାନେ ମୋତେ ସବୁ ସମର୍ପି ଦେଇଛନ୍ତି, ତେଣୁ ତାଙ୍କ କଥା ବୁଝିବାର ଦାୟିତ୍ୱ ମୋର। ତେଣୁ ବିଚାରା ସେବାୟତମାନେ କରିବେ କ'ଣ? ଯଦି ସେମାନଙ୍କର ବି ସଂସାର ଅଛି, ପିଲାଛୁଆ ଅଛନ୍ତି, ସେମାନେ ବି ବଞ୍ଚିବେ। ଯଦି ପ୍ରଶାସନ ହୁଅନ୍ତୁ, ସରକାର ହୁଅନ୍ତୁ, ତାଙ୍କ କଥା ନ ଶୁଣିଲେ ସେମାନେ କ'ଣ ଷ୍ଟ୍ରାଇକ୍ କରିବେ? ଯେ ସାଆନ୍ତେ ଆମେ ତ ଖାଇବୁ, ଆପଣ ବି ରୁହନ୍ତୁ। କାରଣ ଏଇ ସାଆନ୍ତେ ଯେତେବେଳେ ଦେଉଳ ଛାଡ଼ିଛନ୍ତି, ଯେତେବେଳେ ତାଙ୍କ ଉପରେ ଆକ୍ରମଣ ହେଇଛି, ଏଇ ସେବାୟତ କୂଳ ମହାପ୍ରଭୁଙ୍କୁ ନେଇକି ସବୁଆଡ଼େ ଯାଇଛନ୍ତି। କେତେବେଳେ ଚିଲିକାର ଅତଳ ଗର୍ଭ ହେଉ, କେତେବେଳେ ଦାକ୍ଷିଣାତ୍ୟର ଘଞ୍ଚ ଜଙ୍ଗଲ ହେଉ, ସବୁଠି ମହାପ୍ରଭୁ ଅପନ୍ତରାରେ ପଡ଼ିଛନ୍ତି, ଆଉ ତାଙ୍କ ସହିତ ସେବକ କୂଳ ବି ପଡ଼ିଛନ୍ତି। ମହାପ୍ରଭୁ ଖାଇବାକୁ ପାଇନାହାନ୍ତି, ତାଙ୍କ ସହିତ ସେବକମାନେ ବି ଖାଇବାକୁ ପାଇନାହାନ୍ତି। ବ୍ୟକ୍ତିଗତ କଥା ଭାବରେ ମୁଁ କହିବି ଯେ ମହାପ୍ରଭୁ ତାଙ୍କ ସେବାୟତମାନଙ୍କୁ ସବୁବେଳେ ଦୟା କରନ୍ତି। ଦୟାଳୁ ନିହାତି ମହାପ୍ରଭୁ। ତ ମହାପ୍ରଭୁଙ୍କ ଦର୍ଶନକୁ ଯଦି ଆମେ ରାଜନୀତି କିମ୍ବା କର୍ପୋରେଟ୍ ୱାର୍ଲଡରେ ପ୍ରୟୋଗ କରିବା, ତାହେଲେ ସେଇ ଦୁଇଟା କ୍ଷେତ୍ରରେ ଆମର ସବୁଠୁ ବଡ଼ ପରିବର୍ତ୍ତନ କ'ଣ? ନିହାତି ମୁଁ ଯେମିତି କହିଲି ଆପଣଙ୍କୁ, ଯେ ଯଦି କର୍ପୋରେଟ୍ କ୍ଷେତ୍ରରେ ହେଉ, ରାଜନୀତି କ୍ଷେତ୍ରରେ ହେଉ, ଯଦି ମାଲିକ ଭୃତ୍ୟ କଥା ଦେଖିବ, କର୍ମଚାରୀ କଥା ପ୍ରଥମେ ଦେଖିବ, ତାହେଲେ ତା କମ୍ପାନୀ ସୁରୁଖୁରୁରେ ଚାଲିବ। ମହାପ୍ରଭୁ ପ୍ରଥମେ ତାଙ୍କ ଭୃତ୍ୟମାନଙ୍କୁ, ତାଙ୍କ କର୍ମଚାରୀମାନଙ୍କୁ ପ୍ରଥମେ ଖାଇବାକୁ ଦେଉଛନ୍ତି, ତାଙ୍କ ଭଲ ମନ୍ଦ କଥା ବୁଝୁଛନ୍ତି। ତେଣୁ କର୍ପୋରେଟ୍ ଜଗତରେ ଏଇଟା ବି ହେବା ଦରକାର।
ତେଣୁ ମହାପ୍ରଭୁ ସବୁବେଳେ ପରିଶ୍ରମ କରିବା ପାଇଁ କୁହନ୍ତି ଯେ ଆମକୁ ଲାଗେ ଜଗନ୍ନାଥ ଚାରିଥର ଖାଇକି ମାଣ୍ଡିକି ଆଉଜିକି ବସିଛନ୍ତି। ମହାପ୍ରଭୁ ଏବେ ଏତେ ପରିଶ୍ରମ କରୁଛନ୍ତି, ପରିଶ୍ରମ ଅର୍ଥାତ୍ ତାଙ୍କ ଆର୍ତ୍ତଜନମାନଙ୍କର ଭକ୍ତମାନଙ୍କର ଦୁଃଖକୁ ଶୁଣୁଛନ୍ତି, ତାଙ୍କର ଦିନର ଶୋଇବାକୁ ଯାହାକୁ ଆମେ ଦିବା ପୋହଡ଼କୁ ତାକୁ ହିଁ ମହାପ୍ରଭୁ ଛାଡ଼ି ଦେଇଛନ୍ତି। ବିଗତ ଦଶନ୍ଧି ହେଲାଣି ମହାପ୍ରଭୁ ଖରାବେଳେ ଟିକେ ଶୋଉନାହାନ୍ତି। ଆପଣ ସୃଷ୍ଟିର ସବୁ ମନ୍ଦିରକୁ ଯିବେ, ତାଙ୍କର ଟାଇମ୍ ମାନେ ଟାଇମ୍। ମୁଁ ବାଙ୍କି ବିହାରରେ ଯାଇଥିଲି, ଆମେ ଦର୍ଶନ କରିପାରିଲୁନି ଏଇଥିପାଇଁ ତାଙ୍କର 12:30ରେ ମନ୍ଦିର ବନ୍ଦ ହେବ, 5ଟାରେ ଖୋଲିବ। ଯାହା ବି ଯେତେ ଭକ୍ତ ବି ଥିଲେ ତାଙ୍କର ମନ୍ଦିର ବନ୍ଦ ହେବାଟା ହିଁ ହେବ, ତାଙ୍କ ଦିନ ଶୋଇବେ। କିନ୍ତୁ ଆମ ମହାପ୍ରଭୁ ଆମ ସାଆନ୍ତେ ତାଙ୍କ ଭକ୍ତମାନଙ୍କୁ ଏତେ ଭଲ ପାଆନ୍ତି, ଭକ୍ତର ସଂଖ୍ୟା ଯେହେତୁ ବଢ଼ିଛି ଶ୍ରୀମନ୍ଦିରରେ, ତେଣୁ ମହାପ୍ରଭୁ ଦିବା ପୋହଡ଼ ଯାଉନାହାନ୍ତି, ମହାପ୍ରଭୁ ଖରାବେଳେ ଶୋଉନାହାନ୍ତି। ତେଣୁ ମହାପ୍ରଭୁ ଶିଖାନ୍ତି ଯେ ଯେତେବେଳେ ଯାହା ପରିସ୍ଥିତି ଆସେ ତାକୁ ମଧ୍ୟ ଆମକୁ ସାମ୍ନା କରିବାକୁ ପଡ଼େ। ଏହା ବି କର୍ପୋରେଟ୍ ଜଗତରେ ଆପଣ ଆପ୍ଲାଏ କରିପାରିବେ। ତ ଗୋଟେ ଆମର ଓଡ଼ିଆରେ ଅଛି କଥା, ସଫଳତା ବଢ଼ିଲେ ବିନମ୍ରତାଟାକୁ ରଖିବା କଷ୍ଟକର ହେଇଯାଏ। ଦେଖନ୍ତୁ ଆପଣ ଯେତେବେଳେ ସକ୍ସେସ୍ ହେଇଯିବେ, ଆପଣଙ୍କ ଭିତରେ ଗୋଟେ ଆରୋଗେଣ୍ଟ ଭାବ ସୃଷ୍ଟି ହୁଏ। ସେଇଟାକୁ ଯେତେ ଆପଣ ହମ୍ବଲ୍ ରହିବାଟା ବହୁତ କଷ୍ଟକର ହେଇଯାଏ। ତ ଏଇ ବିଷୟକୁ ନେଇକି ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରେ ଆପଣ କେମିତି? ଜଗନ୍ନାଥଙ୍କ ଦର୍ଶନରେ ଆପଣ ଯଦି ଆକୁ ବିନମ୍ରତାକୁ ଦେଖିବେ, ମହାପ୍ରଭୁ ସବୁଠୁ ବଡ଼ ବିନମ୍ରୀ, ସବୁଠୁ ଯାହାକୁ ଆମେ କହୁଛେ ନା କାଇଣ୍ଡନେସ୍ ଆଣ୍ଡ ଗ୍ରାଟିଟ୍ୟୁଡ଼ ମହାପ୍ରଭୁଙ୍କ ପାଖରେ ଭରି ଭରି ହେଇକି ଅଛି। ମହାପ୍ରଭୁଙ୍କର ଜୀବନ ଦର୍ଶନରେ you can get lot many examples that how to be an humble। ଆଜିର ଜେନେରେସନ୍ ସେଇଟା ମହାପ୍ରଭୁଙ୍କୁ ଶିଖିବା କଥା। ମହାପ୍ରଭୁ କିଏ ନା ମହାପ୍ରଭୁ କିଏ କିଏ ଭୟ କରନ୍ତି? ମହାପ୍ରଭୁ ହେଲେ ସୃଷ୍ଟିର ମାଲିକ, ଏହି ସଂସାରର ଆଦିମ ପ୍ରବାଳ, ସିଏ ହେଲେ ପ୍ରଥମ, ତାପରେ ଅନ୍ୟ ଯାହା ସୃଷ୍ଟି। ମହାପ୍ରଭୁଙ୍କୁ ସମସ୍ତେ ଭୟ କରନ୍ତି, ମହାପ୍ରଭୁଙ୍କ କୃପା କଟାକ୍ଷକୁ ସମସ୍ତେ ଅନେଇକି ବସିଥାନ୍ତି। ଯଦ୍ ଭୟାତ୍ ବାତି ବାତୟଂ ସୂର୍ଯ୍ୟସ୍ତପତି ଯଦ୍ ଭୟାତ୍ ଦହତି ଅଗ୍ନି ବର୍ଷତି ଇନ୍ଦ୍ର ମୃତ୍ୟୁଶ୍ଚରତି ଯଦ୍ ଭୟାତ୍। ଯାହାଙ୍କ ଭୟରେ ସୃଷ୍ଟି ସର୍ଜନା ହୁଏ, ଇନ୍ଦ୍ର ବର୍ଷା କରନ୍ତି, ଅଗ୍ନି ତାପ ପ୍ରଦାନ କରନ୍ତି, ମୃତ୍ୟୁ ଚରଣ ବିଚରଣ କରନ୍ତି, ସିଏ କାହାକୁ ଡରନ୍ତି? ତାଙ୍କ ସ୍ତ୍ରୀଙ୍କୁ। ନୀଳାଦ୍ରି ବିଜେ ଦିନ ଆପଣ ଦେଖିଥିବେ ଯେ ମହାପ୍ରଭୁ ଯେତେବେଳେ ସିଂହଦ୍ୱାର ଦେଇ ଗୁମୁଟକୁ ପଶିବାକୁ ଚେଷ୍ଟା କରନ୍ତି, ମା ମହାଲକ୍ଷ୍ମୀ କବାଟଟିକୁ ବନ୍ଦ କରିଦିଅନ୍ତି। ପୁରୀ ଲୋକ କଥାବାର୍ତ୍ତାରେ ତାଙ୍କର ଆଳାପରେ କୁହନ୍ତି ଯେ ଭଲା ନାଗରକୁ ଅନାଲୋ, ବଡ଼ ଦାଣ୍ଡଟାରେ ଭାରି ଯାକୁ ଡରି ଡରୁଆ ପଡ଼ିଛି ଧରାଲୋ। ତେଣୁ ମହାପ୍ରଭୁ ଏତେ ବିନମ୍ର, ଦେଖନ୍ତି ମା ମହାଲକ୍ଷ୍ମୀ ରୋଷ କରିକି କବାଟକୁ ବନ୍ଦ କରିଦେଲେଣି, ତେଣୁ ବିନମ୍ର ହେଇ ମହାପ୍ରଭୁ ସେଠି ମାଆଙ୍କୁ ଆକୁଳ ପ୍ରାର୍ଥନା କରନ୍ତି ଯେ ନବ ଦିନ ମୋତେ ନବ ଯୁଗ ହେଲା ଶ୍ରୀମୁଖ ନ ଦେଖି ତୋର, ଝୁରି ଝୁରି ଦେହ ଦୁର୍ବଳ ହେଲାଣି ପାଦ ନ ଚଲଇ ମୋର। ନାହିଁ ମୋର ଦୋଷ କାହିଁ ପାଇଁ ରୋଷ କରୁଛ ନୃପତି ଯେମା, ହେଲେ ଅପରାଧୀ ତୁ କୃପା ବାରିଧି ସକଳ କରିବୁ କ୍ଷମା। ଯେ ହେ ମୋ ପତ୍ନୀ, ଯଦି ମୋର ଦୋଷ, ମୁଁ ତ ଦୋଷ କରିନି କିଛି, ଭାଇ ଡାକିଲେ ମୁଁ ପଳେଇଲି, ତେଣୁ ଯଦି ଦୋଷ ବି କରିଛି ତାହେଲେ ମୋର ସକଳ ଦୋଷକୁ ତୁମେ କ୍ଷମା କର। ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଆଗରେ ନତମସ୍ତକ ହେଇ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି, ଆଠୁ ବିନମ୍ରତା ଆଉ କ'ଣ? ପୁଣି କିଏ କରୁଛନ୍ତି ନା ଯିଏ ସକଳ ଜଗତର ମାଲିକ। ଅରୁଣ ବରୁଣ ଶରଣ ପଶନ୍ତି, ଚରଣ ଧରନ୍ତି ଯାହାର, ଯାହାଙ୍କ ପାଖରେ ସମସ୍ତେ ଶରଣ ପଶନ୍ତି, ସିଏ ନିଜ ସ୍ତ୍ରୀଙ୍କୁ ଭୟ କରୁଛନ୍ତି, ହେଲା ବିନମ୍ରତା। ଆଜିକାଲି ଡିଭୋର୍ସର ରେଟ୍ ବଢ଼ି ବଢ଼ି ଚାଲୁଛି। ଆମେ ନା, ମୁଁ ସବୁବେଳେ କହେ, ୟୁ ଆର୍ ଫଲୋଇଂ ଟୁ ଏ ସୋସାଇଟି ହୁ ଡୋଣ୍ଟ ହାଭ୍ ଆନ୍ ବେସ୍। ଆମକୁ ଲାଗେ ୱି ସୁଡ୍ ବି ୱେଷ୍ଟର୍ନାଇଜ୍ଡ। କାହିଁକି ନା ଦ ୱେଷ୍ଟର୍ନ ପର୍ସନ୍ସ ଆର୍ ମଡର୍ନ, ବଟ୍ ଦେयर ଇଜ୍ ଏ ଥିନ୍ ଲାଇନ୍ ଡିଫରେନ୍ସ ବିଟୱିନ୍ ୱେଷ୍ଟର୍ନାଇଜ୍ ଆଣ୍ଡ ମଡର୍ନାଇଜ୍ଡ। ଆମକୁ ଭାବିବାକୁ ପଡ଼ିବ। ମଡର୍ନାଇଜ୍ର ଅର୍ଥ ଏଇଆ ନୁହଁ ଯେ ମୁଁ ୱେଷ୍ଟର୍ନକୁ ଗ୍ରହଣ କରିବି, ଆଇ ୱିଲ୍ ଆକ୍ସେପ୍ଟ ଏଭ୍ରିଥିଙ୍ଗ। ଆମେ ବି ମଡ଼ର୍ଣ୍ଣ, ମହାପ୍ରଭୁ ବି ମଡ଼ର୍ଣ୍ଣ। ମୁଁ ସବୁବେଳେ କହେ ମହାପ୍ରଭୁ 1000 ବର୍ଷର ଠାକୁର, କାହିଁ କେଉଁ ସୃଷ୍ଟିର ଆବାହନ ମାନ କାଳରୁ ଅଛନ୍ତି, କିନ୍ତୁ ବିଜ୍ଞାନକୁ ଗୁରୁତ୍ୱ ଦିଅନ୍ତି। ମହାପ୍ରଭୁଙ୍କ ରୋଷଶାଳାରେ ଦେଖିବେ ପରିଷ୍କାର ପରିଚ୍ଛନ୍ନତାଟାକୁ ବହୁତ ଗୁରୁତ୍ୱ ଦିଆଯାଏ। ଯଦି ଚୁଟି ଖଣ୍ଡେ ମିଳିବ ମହାପ୍ରଭୁଙ୍କ ରୋଷଶାଳାରେ, ତାହେଲେ ସବୁତିକ ଛେକ ପୋତା ହେବ। କେଉଁ ହୋଟେଲରେ ଆପଣଙ୍କୁ କେତେ ପରିଷ୍କାର ମିଳିବ? କେଉଁଠି ମିଳିବନି। ମହାପ୍ରଭୁଙ୍କୁ ଜ୍ୱର ହେବ, ମହାପ୍ରଭୁ 10 ମୂଳ ମୋଦକକୁ ଗ୍ରହଣ କରିବେ, ବୈଜ୍ଞାନିକ ପଦ୍ଧତିରେ ଯିବେ, କ୍ୱାରେଣ୍ଟାଇନ୍ ହୋମ୍ରେ ରହିବେ। ଆପଣ କ୍ୱାରେଣ୍ଟାଇନ୍ ଜାଣିଲେ 2021 ମସିହାରେ ଯେତେବେଳେ କୋରୋନା ଆସିଲା। ଭାବନ୍ତୁ 1000 ବର୍ଷ ତଳୁ ମହାପ୍ରଭୁ ଏକ୍ଜାମ୍ପଲ୍ ଦେଉଛନ୍ତି, ଯେତେବେଳେ ଥଣ୍ଡା ଜ୍ୱର ହୁଏ ଆମେ ଅନ୍ୟମାନଙ୍କଠୁ ଦୂରତା ବଜାୟ ରଖିବା। ତାହେଲେ ଆମେ ମଡ଼ର୍ନାଇଜ୍ ନା ନୁହଁ? ନିହାତି ମଡ଼ର୍ନାଇଜ୍, କିନ୍ତୁ ମହାପ୍ରଭୁ ୱେଷ୍ଟର୍ନାଇଜ୍ ନୁହନ୍ତି। ମହାପ୍ରଭୁ ୟୁଜ୍ ଟୁ ୱେୟାର ଶାଢ଼ୀ ଧୋତି। କାହିଁକି? ଇଏ ହେଲା ଆମ ସଭ୍ୟତା। ତାହେଲେ ଆମେ କାହିଁକି ଗ୍ରହଣ କରୁନି? ନା ଜଣେ ପଶ୍ଚାତର ଲୋକ ଆସିଲା ଏବଂ ସିଏ ଆମକୁ ଜଜମେଣ୍ଟ କରିଦେଇକି ଗଲା ଯେ ଇଫ୍ ୟୁ ଆର୍ ୱେୟାରିଂ ଏନି ଧୋତିଜ୍ କୁର୍ତ୍ତାଜ୍ ପାଇଜାମାଜ୍ ଦେନ୍ ୟୁ ଆର୍ ନଟ୍ ମଡ଼ର୍ନ।
To be modern, you have to accept our culture. This naked clothes, this short clothes. So these are the symbol of modernizations. ତେଣୁ ଆମକୁ କ'ଣ କରାଗଲା ଯେ ଗୋଟେ ଇନଫିରିଟି କମ୍ପ୍ଲେକ୍ସର ଗୋଟେ ଥୋପ ଆମ ଉପରେ ଲଗାଗଲା ଯେ ଆମେ ଯଦି ଏଇଟାକୁ ପିନ୍ଧିବା ଆମେ ମଡ଼ର୍ଣ୍ଣାଇଜ୍ଡ ହେଇପାରିବାନି। ତେଣୁ ଆମେ ଆମ ପରମ୍ପରାକୁ ଛାଡ଼ିଲେ, ଆମେ ଅନ୍ୟର ଦାସତ୍ୱକୁ ଗ୍ରହଣ କଲେ। କିନ୍ତୁ ମହାପ୍ରଭୁ କ'ଣ ଶିଖାନ୍ତି ଯେ ମୁଁ କାହାକୁ ଗ୍ରହଣ କରିବାର ଆବଶ୍ୟକତା ନାହିଁ, ମୋତେ ସମସ୍ତେ ଗ୍ରହଣ କରନ୍ତୁ। ତେଣୁ ସବୁବେଳେ ମୋତେ ଲାଗେ ଯେ ଆମ ପରମ୍ପରା, ଆମ ସଂସ୍କୃତିକୁ ଆମକୁ ନିଜକୁ ବଞ୍ଚାଇବାର ଅଛି। ଆମେ ସମସ୍ତେ ଦେଖନ୍ତୁ, କାହିଁକି ପିନ୍ଧିପାରିବାନି? ଗୋଟେ ଧୋତି ପିନ୍ଧିବାରେ କ'ଣ ଅସୁବିଧା ଅଛି? କିଛି ନାହିଁ। ଆମେ ଧୋତିରେ ପିନ୍ଧିବା ଦ୍ୱାରା ଆମର ଏଇ ପାଖାପାଖିର ଯିଏ କାରିଗର ଥିବେ ସେମାନେ ଉପକୃତ ହେବେ। ମୁଁ ଯଦି ଗୋଟେ ଏକ୍ସ କମ୍ପାନୀର ଜିନ୍ସଟିକୁ ପିନ୍ଧିବି, କିଏ ଉପକୃତ ହେବ? ସେଇ ଉପକୃତ ବାହାର ଦେଶର ହେବ। କିନ୍ତୁ ତାପରେ ମୁଁ ଆସିକି କମ୍ପ୍ଲେନ୍ କରିବି ଦିସ୍ କଣ୍ଟ୍ରି ଇଜ୍ ନଟ୍ ଡେଭଲପ୍ଡ, ଷ୍ଟିଲ୍ वी आर इन अ डेवलपिंग कंट्री, 1000 years ago they become developed। अरे भाई आमे तो कंट्रीब्यूट ही करूनी डेवलप करबा पई ना। जदि मो परिवा खाती, मो जिनस पिंधती, हुए तो मो देशर पैसा मो देश में रुहंता। तेणु महाप्रभु सब ये कहते हैं देयर इज ए थिन लाइन डिफरेंस बिटवीन वेस्टर्नाइज एंड मॉडर्नाइज। आमे मॉडर्न हवा, आमे चंद्र रे पाद रखिबार जो प्रचंड आत्मविश्वास को आम पाखे रखा, केमिति रखा ना आम ज्ञान बल जो पर तरकारी सुआदिया परिका आमे अन्य उपर निर्भरशील हबानी। यह ही हूँ आज युवपीढ़ी मान वार्ता जे महाप्रभु को देखो सी एत बड़ दिन स्त्री की डरुंच, बापा माँ को मन पकाउं। जानते महाप्रभु बापा माँ को श्राद्ध दियंती, केते जन लोक आजिकल श्राद्ध दौरान बिकज अरे यार कौन मिल मिलनी कि तुम ये श्राद्ध देले से पाइबे, बट यू आर रिकॉलिंग द ग्रैटिट्यूड। तुम जहाँ कर्तव्य से ए डे वी आर मेमोराइजिंग देम। महाप्रभु एबे भी से करती। मार्गशीर कृष्ण चतुर्दशी अमावास्या प्रतिपदा 3 दिन महाप्रभु तांकर सबु जुगर बापा माँ को आदिति कश्यप, गुंडीचा इंद्रदम्य, नंद जशोदा, देवकी वसुदेव समस्त को श्राद्ध तर्पण करती। श्राद्ध मान कौन? श्रद्धारे से मन पकाती जे सेमानकर जो तांको लाइफ रे कंट्रीब्यूशन अच्छी, जहाँ रामचंद्र पुरुषोत्तम हेले, जहाँ कृष्ण श्रीकृष्ण हेले, द्वारिकाधीश हेले, तांकर जो कंट्रीब्यूशन तांका लाइफ अच्छी मेमोराइज करती। किंतु आमे कौन कर कहीं मन पकेबा? समय ना जीवंत बापा माँ को मन पकेबा मृत्यु पर छाड़ आमे वृद्धाश्रम छाड़ी आसुचे। किंतु महाप्रभु तांको माँ को भल पाती, थरे जाती गाँव को जे माँ कथा बुझिकी आसबि, गाँ कथा बुझिकी आसबि। तेणु ये हूँ महाप्रभुर जीवन दर्शन। जमीती आपणकर प्रथम प्रश्न थिला जे महाप्रभु को नहीं आपण कौन भावती? ठाकुर ना दर्शन? मु कहबी दर्शन। श्रीमंदिर को नहीं कौन भावती? मु कहे श्रीमंदिर गोटे देउल नुह, गोटे अनुष्ठान जोठु आपन को शिखिबार अच्छी जीवन जीवार राहा, जोठु आपन को शिखिबार अच्छी नारी को सम्मान दबार कला, निजको स्वावलंबी करिवार इच्छा, सर्वोपरि गोटे माँ को माटी की आ समस्त सहित जोड़ी ही रहिबार सबुठार बड़ प्रक्रिया श्रीमंदिर भीतर देखा मिले। तो बहुत सुंदर भाव विनम्रता और जगन्नाथ नहीं बहुत सुंदर भाव कथा रखिले। तो सर्वोपरि गोटे प्रश्न समस्त मन में, ब्रह्म ब्रह्म को लेकिन बहुत चर्चा। आपण ब्रह्म विषय भी अलग पॉडकास्ट मानक भी कहते। पुनर्बार मुझे क्वेश्चन पचार चाहूँगी, ब्रह्म को लेकिन किए को प्रकार कथा कहते? ब्रह्म होती जमी आमर गोटे हृत्पिंड अच्छी, सेमती ब्रह्म होती महाप्रभु हृत्पिंड। ब्रह्म को छुईवा कथा नुह, ब्रह्म को देखिले निजर मृत्यु हो, ब्रह्म को देखिले निजर अनिष्ट हो। तो ब्रह्म कौन? यह पछर कारण ब्रह्म आत्मा जे महाप्रभु का शरीर दारव शुद्ध शरीर और आत्मा रूप में ब्रह्म विराजमान कर। आत्मा तो अविनाशी, आत्मा को कहीं दर्शन करें कहीं देखिपारती। तेणु आम केमी जुक्ति करवा जे आम ब्रह्म को देखीचे बोली? तेणु महाप्रभुर ब्रह्म होती आत्मा। तेणु आत्मा को आत्मा हेबार रहिबाकु दबा, ब्रह्म को ब्रह्म हिसाब से रहिबाकु दबा। अमूल को मु कौन सब बेले कहे ए जाति प्रचार अपेक्षा अपप्रचार अधिक करे। तेणु किए देखी ब्रह्म को? ना सेवायत, ना साधारण जनता, ना अन्य कहीं देखी ना। तेणु आ भितर अमूलक कथा न कहवा अपेक्षा जे महाप्रभु आदिम प्रबाल सृष्टि आरंभ अच्छा ब्रह्म हिसाब से विराजमान कर साक्षात ब्रह्म। तेणु ब्रह्म को चिन्हवा
ଆଉ ଯେଉଁଦିନ ଜାଣିବାର ଅଧିକାର ସାମାନ୍ୟ ମନୁଷ୍ୟକୁ ମିଳିଯିବ ସେ ଦେବତା ହେଇଯିବ। ତେଣୁ ସିଏ ଯେଉଁ ଗୁପ୍ତ ସେ ଗୁପ୍ତରେ ହିଁ ଅଛନ୍ତି, କେହି ଜାଣିନାହାନ୍ତି। ନା ମୁଁ, ନା ସେବାୟତ, ନା ଗବେଷକ, ନା କୌଣସି ଦର୍ଶନ, କେହି କହିପାରିବେନି ବ୍ରହ୍ମ କ'ଣ। ବ୍ରହ୍ମ ହେଉଛନ୍ତି ଆବସଲ୍ୟୁଟ୍। ଆବସଲ୍ୟୁଟ୍, ହଁ, ଯେମିତି ଆପଣ କହିବେ ଆବସଲ୍ୟୁଟ୍, ଇନଡେଫିନାଇଟ୍, ତାର କୌଣସି ଡେଫିନେସନ୍ ନାହିଁ। ମହାପ୍ରଭୁ ହେଉଛନ୍ତି ସୀମାହୀନ ସାଗର, ଆଉ ବ୍ରହ୍ମ ହେଉଛନ୍ତି ନିରାକାର, ତାଙ୍କୁ କିଏ ଦର୍ଶନ ଆଜି ପର୍ଯ୍ୟନ୍ତ କରିନାହାନ୍ତି। ଆପଣ ଭାବନ୍ତୁ ମହାପ୍ରଭୁଙ୍କର ଯେଉଁ ଆକାର, ଯେଉଁ ପ୍ରକୃତି, ଯେଉଁ ରୂପକୁ ବ୍ୟାଖ୍ୟା କରାଯାଇଛି ଯେ ଏମିତିଆ ଦିଅଁ କେଉଁଠି ଅଛନ୍ତି। ଯଦି ଆପଣ ତାଙ୍କ ଦେହର ଗଠନରୁ ଆପଣ ଜାଣିପାରିବେନି ସେ କ'ଣ, ନା ନାରୀ, ନା ପୁରୁଷ, ନା ମଣିଷ, ନା ପଶୁ, ନା କ'ଣ। ମହାପ୍ରଭୁଙ୍କର ଏତାଦୃଶ୍ୟ ବିଗ୍ରହ ଯାହାଙ୍କୁ ବେଦାନ୍ତ କହୁଛନ୍ତି ଯେ ନତସ୍ୟ ପ୍ରତିମା ଅସ୍ତି, ଯେ ଆଙ୍କ ପରିକା ପ୍ରତିମା କେହି ନାହାନ୍ତି। କୁହନ୍ତୁ ତ ସଂସାରରେ ଏମିତି ଜଣେ ପ୍ରତିମା କେଉଁଠି ଏମିତିଆ ଥିବେ। ସମସ୍ତେ ଗତାନୁଗତିକ, କିନ୍ତୁ ମହାପ୍ରଭୁ ଗତାନୁଗତିକ ନୁହନ୍ତି। ତେଣୁ ମହାପ୍ରଭୁଙ୍କ ରହସ୍ୟକୁ ଭେଦ କରିବା କାହା ପାଖରେ ସମ୍ଭବ ନୁହେଁ। ଯଦି ମହାପ୍ରଭୁଙ୍କର ରୂପ ଲାବଣ୍ୟକୁ ଆମେ ଜାଣିପାରିନେ ତାହେଲେ ଆତ୍ମାକୁ କେମିତି ଜାଣିବା। ଯାହା ବାହାରେ ଆମକୁ ଦେଖାଯାଉଛନ୍ତି ତାହାର ରହସ୍ୟ ଆମେ ଏପର୍ଯ୍ୟନ୍ତ ଜାଣିନେ, ଆମେ ଆତ୍ମାକୁ କେମିତି ଯିବା, ବ୍ରହ୍ମକୁ କେମିତି ଯିବା। ତେଣୁ ବ୍ରହ୍ମ ମହାପ୍ରଭୁଙ୍କ ହୃଦୟରେ ଅଛନ୍ତି। ବ୍ରହ୍ମ ସ୍ୱୟଂ ମହାପ୍ରଭୁ, ଯାହା ଆପଣ ହୃଦୟରେ ଅଛନ୍ତି ବୋଲି କହୁଛନ୍ତି ସେ ହେଲେ ସ୍ୱୟଂ ମହାପ୍ରଭୁ। ବ୍ରହ୍ମ ଯେମିତି କହିଲି ନ ଦାରବ ପ୍ରତିମା ଏସହ ସାକ୍ଷାତ ବ୍ରହ୍ମ ପ୍ରକାଶତେ, ଯେ ମହାପ୍ରଭୁ ଏଠି କେବଳ ଦାରମ ପ୍ରତିମାକୁ ଗ୍ରହଣ କରିନାହାନ୍ତି, ସେ ନିଜେ ସାକ୍ଷାତ ବ୍ରହ୍ମ ହିସାବରେ ଏଠି ବିରାଜମାନ କରିଛନ୍ତି। ବହୁତ ସୁନ୍ଦର ଭାବରେ ଆପଣ ବ୍ରହ୍ମକୁ ନେଇ କହିଲେ। ଆଉ କେବେ କେବେ ଆପଣଙ୍କର ଆଲୋଚନାରେ ଆମେ ଶୁଣିଛୁ କୃଷ୍ଣ ଆଉ ଜଗନ୍ନାଥଙ୍କ ମଧ୍ୟରେ ନେଇକି ଆପଣ ବହୁତ କଥା ତୋଳି ଧରିଛନ୍ତି। ତ କୃଷ୍ଣ ଆଉ ଜଗନ୍ନାଥଙ୍କ ମଧ୍ୟରେ କ'ଣ ପାର୍ଥକ୍ୟ କିମ୍ବା ସାମଞ୍ଜସ୍ୟ ଆପଣ କେମିତି ତାକୁ ବ୍ୟାଖ୍ୟା କରିବେ? ଶୁଣ, ମହାପ୍ରଭୁ ଯିଏ ଶ୍ରୀକୃଷ୍ଣ, ସିଏ ଯେ ସମସ୍ତଙ୍କୁ ଲାଗେ ବୋଧେ ମୁଁ ଶ୍ରୀକୃଷ୍ଣଙ୍କ ଏଗ୍ନେଷ୍ଟରେ କୁହେ, କିନ୍ତୁ ଏବେ ବି ଦେଖିବେ ଜନ୍ମାଷ୍ଟମୀ ଆମ ଘରେ ବହୁତ ବର୍ଷ ଆଗରୁ ଆଉ ସବୁ ବର୍ଷ ଖୁବ୍ ଆଡ଼ମ୍ବରରେ ପାଳନ କରାଯାଏ। ମୋ କହିବା କଥା ହେଲା ଯେ ଯଦି କୃଷ୍ଣ, ମୁଁ କ'ଣ କହେ, ମହାପ୍ରଭୁ ହିଁ କୃଷ୍ଣ। ମହାପ୍ରଭୁ ଦ୍ୱାପର ଯୁଗରେ କୃଷ୍ଣ ଭାବରେ ଅବତରଣ କରିଥିଲେ, କିନ୍ତୁ ଆମେ ତାକୁ କ'ଣ ପ୍ରତିପାଦିତ କରିଛେ ଯେ କୃଷ୍ଣ ହିଁ ମହାପ୍ରଭୁଙ୍କ ଭାବରେ ଏଠି ବିରାଜମାନ କରିଛନ୍ତି। ମୁଁ ତାହାର ଏଗ୍ନେଷ୍ଟରେ କୁହେ ଯେ ଯଦି ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ଅବତାର, ଶ୍ରୀକୃଷ୍ଣ ହେଲେ ଅବତାରୀ, ମହାପ୍ରଭୁ ହେଲେ ଅବତାର, ତେଣୁ ମହାପ୍ରଭୁଙ୍କର ସମସ୍ତ ପୂଜା କ୍ରିୟାରେ, ସମସ୍ତ ନୀତିରେ କେବଳ ଶ୍ରୀକୃଷ୍ଣଙ୍କର ଝଲକ ଦେଖିବାକୁ ମିଳିଥାନ୍ତା। କିନ୍ତୁ ଆପଣ ଦେଖିବେ ମହାପ୍ରଭୁ ରାମଚନ୍ଦ୍ର ବେଶରେ ମହାପ୍ରଭୁଙ୍କୁ ଅଭିଷେକ କରାଯାଏ। ମହାପ୍ରଭୁଙ୍କର ଗୋଟେ ପୁଷ୍ୟ କର୍କଟ ଯୋଗ ହେଲେ ମହାପ୍ରଭୁ ରଘୁନାଥ ବେଶ ହୁଏ, ତାହେଲେ ମହାପ୍ରଭୁ ରାମଚନ୍ଦ୍ର ହେଲେ। ମହାପ୍ରଭୁଙ୍କର ପୁଷ୍ୟାଭିଷେକରେ ମହାପ୍ରଭୁଙ୍କୁ ରାଜାଧିରାଜ କରି ରାମଚନ୍ଦ୍ରଙ୍କ ଭାବରେ ଅଭିଷେକ କରାଯାଏ, ମହାପ୍ରଭୁ ସ୍ୱୟଂ ରାମଚନ୍ଦ୍ର ହୁଅନ୍ତି, ତାହେଲେ ମହାପ୍ରଭୁ ରାମଚନ୍ଦ୍ର ହେଲେ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇଁ ରାମଚନ୍ଦ୍ର ବିଭିନ୍ନ ପ୍ରକାର ନୀତିରେ ଅଂଶଗ୍ରହଣ କରିଥାନ୍ତି, ତାହେଲେ ମହାପ୍ରଭୁ ନିଜେ ରାମଚନ୍ଦ୍ର ହେଲେ। ତାହେଲେ କୌଣସି ମୋତେ କୁହନ୍ତୁ ଏମିତି ମନ୍ଦିର ଥିବ, ଦେଉଳ ଥିବ ଯେଉଁଠାର ବିଗ୍ରହ ଶ୍ରୀକୃଷ୍ଣ ଥିବେ କିନ୍ତୁ ସେ ରାମଚନ୍ଦ୍ର ଭାବରେ ତାଙ୍କୁ ବେଶ କରାଯିବ, ଦେଖିଛନ୍ତି କି? କେଉଁଠି ନାହାନ୍ତି। ତାହେଲେ ଯେମିତି ରାମଚନ୍ଦ୍ର ଅଲଗା, ଶ୍ରୀକୃଷ୍ଣ ଅଲଗା, ମହାପ୍ରଭୁଙ୍କ ଠାରୁ ରାମଚନ୍ଦ୍ରଙ୍କର ସୃଷ୍ଟି ପୁଣି ଥରେ ବିଲୀନ ହୋଇଛନ୍ତି, ମହାପ୍ରଭୁଙ୍କ ଠାରୁ ଶ୍ରୀକୃଷ୍ଣଙ୍କର ସୃଷ୍ଟି ପୁଣି ଥରେ ବିଲୀନ ହୋଇଛନ୍ତି। କେବଳ ଏତିକି ନୁହନ୍ତି, ମହାପ୍ରଭୁଙ୍କର ଆଡ଼ିକିଆ, ଡାଳିକିଆ, ଠିଆକିଆ ବେଶରେ ମହାପ୍ରଭୁଙ୍କୁ ଲକ୍ଷ୍ମୀ ନୃସିଂହ, ଲକ୍ଷ୍ମୀ ନାରାୟଣ ବେଶରେ ମଧ୍ୟ ସଜ୍ଜିତ କରାଯାଏ, ଅର୍ଥାତ୍ ମହାପ୍ରଭୁ ନିଜେ ନାରାୟଣ ହୁଅନ୍ତି। ତେଣୁ ସମ୍ପୂର୍ଣ୍ଣ ରୂପରେ ମୋର କହିବାର ଅର୍ଥ, ଶ୍ରୀକୃଷ୍ଣ କିଏ? ଶ୍ରୀକୃଷ୍ଣ ହେଲେ ନାରାୟଣଙ୍କର ଅଂଶ, ନାରାୟଣଙ୍କର ଅବତାର, ଅବତାରୀ ହେଲେ ମହାପ୍ରଭୁ ନିଜେ। ତେଣୁ ମହାପ୍ରଭୁ ହେଲେ ସ୍ୱୟଂ ବିଷ୍ଣୁ। ବିଷ୍ଣୁ ଏବଂ ଜଗନ୍ନାଥଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତେଣୁ ମହାପ୍ରଭୁ ଏଇଠାରେ ବିରାଜମାନ କରି, ପୁରୁଷୋତ୍ତମ କ୍ଷେତ୍ରରେ ବିରାଜମାନ କରି ବିଭିନ୍ନ ଯୁଗରେ ବିଭିନ୍ନ ଅବତାର ଗ୍ରହଣ କରିଛନ୍ତି। ସିଏ ଦ୍ୱାପରରେ ଶ୍ରୀକୃଷ୍ଣ ହୋଇଛନ୍ତି, ସିଏ ହିଁ ତ୍ରେତୟାରେ ରାମଚନ୍ଦ୍ର ହୋଇଛନ୍ତି, ସତ୍ୟରେ ବଳିବାମନ ହୋଇଛନ୍ତି। ମହାପ୍ରଭୁଙ୍କର ଗୋଟେ ବଳିବାମନ ବେଶ ବି ଅଛି, ଯେ ମହାପ୍ରଭୁଙ୍କର ବାମନ ବେଶରେ ସଜ୍ଜିତ କରାଯାଏ। କେଉଁଠି ଶ୍ରୀକୃଷ୍ଣଙ୍କୁ ବାମନ ବେଶରେ ସଜ୍ଜିତ କରାଯାଉଛି, କେଉଁଠି ଶ୍ରୀକୃଷ୍ଣଙ୍କୁ ନୃସିଂହ ବେଶରେ ସଜ୍ଜିତ କରାଯାଉଛି, କେବଳ ଜଗନ୍ନାଥଙ୍କୁ କରାଯାଏ। କାହିଁକି? ଜଗନ୍ନାଥ ହେଲେ ଆଦି, ସିଏ ହେଲା ଆଦି ବିଷ୍ଣୁ। ତେଣୁ ମହାପ୍ରଭୁଙ୍କ ପାଖରୁ ଯେହେତୁ ସମସ୍ତଙ୍କର ସୃଷ୍ଟି, ମୁଁ ସେଇଥିପାଇଁ କହି ଲୋକ ଟିକେ ତାକୁ ନେଗେଟିଭ୍ ଇଏରେ ନିଅନ୍ତି ଯେ ମୁଁ କୁଆଡ଼େ ଶ୍ରୀକୃଷ୍ଣଙ୍କ ଏଗ୍ନେଷ୍ଟରେ କହୁଛି। ନାଇଁ, ସିଏ ମୋ ଆରାଧ୍ୟ, ସିଏ ହେଲେ ଜଗତଗୁରୁ। ଯଦି ମୋତେ କିଏ ପଚରାଯାଏ, ମୋର ଗୁରୁ ହେଉଛନ୍ତି ମହାପ୍ରଭୁ ଶ୍ରୀକୃଷ୍ଣ, କାରଣ ମୁଁ ଶ୍ରୀକୃଷ୍ଣ ଜଗନ୍ନାଥଙ୍କ ଭିତରେ କୌଣସି ପ୍ରଭେଦ ଦେଖେନି। କିନ୍ତୁ ଆମେ ଓଡ଼ିଆ ଜାତି ଯେ ମହାପ୍ରଭୁଙ୍କୁ ଅତିରଞ୍ଜିତ କରିଦେଇଛେ, ଯେ ଆମେ କହିଛେ ଯେତେବେଳେ କୃଷ୍ଣଙ୍କର ପ୍ରଚାର ପ୍ରସାର ହେଇଥିଲା ସେତେବେଳେ ଜଗନ୍ନାଥଙ୍କ ଉପରେ ତାଙ୍କୁ ଥାପି ଦିଆଯାଇଛି ଯେ ମହାପ୍ରଭୁ ହେଉଛନ୍ତି କୃଷ୍ଣ ବୋଲି। ଏଇଟା ବି ସତ ମହାପ୍ରଭୁ କୃଷ୍ଣ ବୋଲି, କିନ୍ତୁ ଶ୍ରୀକୃଷ୍ଣଙ୍କର ଅବତାର ମହାପ୍ରଭୁ ନୁହନ୍ତି। ମହାପ୍ରଭୁ କାହାର ଅବତାର ନୁହନ୍ତି, ମହାପ୍ରଭୁ ନିଜେ ସ୍ୱୟଂ ବିଷ୍ଣୁ। ସମସ୍ତ ଅବତାର ମହାପ୍ରଭୁଙ୍କଠାରୁ ସୃଷ୍ଟି ହୁଅନ୍ତି, ପୁଣି ଥରେ ଏଇ ଚକା ଆଖିରେ ବିଲୀନ ହେଇଯାଆନ୍ତି। ତେଣୁ ମହାପ୍ରଭୁ ସତ୍ୟରେ
ବଳିବାମନ ହେଇଥିଲେ, ମହାପ୍ରଭୁ ତ୍ରେତୟାରେ ରାମଚନ୍ଦ୍ର ହେଇଥିଲେ, ମହାପ୍ରଭୁ ଦ୍ୱାପରରେ ଶ୍ରୀକୃଷ୍ଣ ହେଇଥିଲେ ଏବଂ କଳିରେ ସାକ୍ଷାତ ଜଗନ୍ନାଥ ରୂପରେ ଦାର ଅବତାରକୁ ଗ୍ରହଣ କରି ଏଠି ବିରାଜମାନ କରିଛନ୍ତି। ମୋର ମତ ହେଲା ଏତିକି, ଦ୍ୱିମତ ନୁହେଁ ୟା ଦେହରେ ଯେ ସେମାନେ କୁହନ୍ତି ମୋତେ ଯେ ମାନେ ବୈଷ୍ଣବ ଦ୍ରୋହୀ କୃଷ୍ଣଙ୍କର ଅପମାନ କରୁଛି, ଏମିତି କିଛି ନୁହେଁ। ଇସ୍କନ ସହିତ କିଛି ହେଇଥିଲା ଯେ ସେଥିପାଇଁ ମୋତେ ସେମାନେ ବି କହିଥିଲେ ଯେ ମୁଁ ଶ୍ରୀକୃଷ୍ଣଙ୍କର ଅପପ୍ରଚାର କରିବା ପାଇଁ ଚାହେଁନି, ମୁଁ ଜାଣିବା ଦରକାର ଯେ ଶ୍ରୀକୃଷ୍ଣଙ୍କର ଆରାଧ୍ୟ ମଧ୍ୟ ମହାପ୍ରଭୁ ଜଗନ୍ନାଥ। ଶ୍ରୀକୃଷ୍ଣଙ୍କର ସମସ୍ତ ବେଶ ମହାପ୍ରଭୁଙ୍କର ହୁଏ। ମହାପ୍ରଭୁଙ୍କର ସବୁଠାରୁ ପ୍ରିୟ ମନ୍ତ୍ର ହେଉଛି ଗୋପାଳ ମନ୍ତ୍ର। ମହାପ୍ରଭୁଙ୍କୁ ସେଇଥିରେ ନୈବେଦ୍ୟ କରାଯାଏ। ସେମାନେ ବି କୁହନ୍ତି ଯଦି ସେଇଥିରେ ନୈବେଦ୍ୟ କରାହେଉଛି ମହାପ୍ରଭୁ ତ ଶ୍ରୀକୃଷ୍ଣ, ମୁଁ କେତେବେଳେ ମନା କଲି ମହାପ୍ରଭୁ ଶ୍ରୀକୃଷ୍ଣ ନୁହନ୍ତି ବୋଲି। ମହାପ୍ରଭୁ ଶ୍ରୀକୃଷ୍ଣ କିନ୍ତୁ ଅବତାର ନୁହନ୍ତି। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇଲେ ମଦନ ମୋହନ ବିଜେ କରନ୍ତି। ଆଜ୍ଞାମାଳ କାହାକୁ ଦିଆଯାଏ? ଚଳନ୍ତି ବିଗ୍ରହ ମାନଙ୍କୁ। ତେଣୁ ମହାପ୍ରଭୁଙ୍କର ଚଳନ୍ତି ବିଗ୍ରହ ହେଲେ ମଦନ ମୋହନ। ମଦନ ମୋହନ ଆଜ୍ଞାମାଳ ଦେଲେ ଜଗନ୍ନାଥ ରଥକୁ ଯାଆନ୍ତିନି। ଜଗନ୍ନାଥଙ୍କଠୁ ଆଜ୍ଞାମାଳ ପାଇଲେ ମଦନ ମୋହନ ବିଭିନ୍ନ ନୀତି କରନ୍ତି। ତେଣୁ ମହାପ୍ରଭୁଙ୍କଠୁ କେବଳ ମଦନ ମୋହନ ଆଜ୍ଞା ପାଆନ୍ତିନି, ମହାପ୍ରଭୁଙ୍କଠାରୁ ନୃସିଂହ ଆଜ୍ଞାମାଳ ପାଆନ୍ତି, ରାମଚନ୍ଦ୍ର ଆଜ୍ଞାମାଳ ପାଆନ୍ତି, ହନୁମାନ ଆଜ୍ଞାମାଳ ପାଆନ୍ତି, ସମସ୍ତେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଆନ୍ତି। ତେଣୁ ମହାପ୍ରଭୁ ହେଲେ ଏକ ଅଭିନ୍ନ, ମହାପ୍ରଭୁ ହେଲେ ଆଦିମ ପ୍ରବାଳ, ଆଦି ବିଷ୍ଣୁ। ଏତେ ସମୟ ଧରି ଆମେ ଆଲୋଚନା ଚକ୍ର କରିଥିଲେ, ବହୁତ କଥା ଆପଣଙ୍କୁ ଶୁଣିବା ପାଇଁ। ପରିଶେଷରେ ଗୋଟିଏ କୋଶ୍ଚିନ୍ ଆପଣଙ୍କ ପାଇଁ, ମହାପ୍ରଭୁଙ୍କୁ ନେଇକି ଭକ୍ତି ଆଉ ଅନ୍ଧବିଶ୍ୱାସ ଦୁଇଟା ଜାକ ରହିଛି। ଭକ୍ତି ଆଉ ଅନ୍ଧବିଶ୍ୱାସକୁ ନେଇକି ଆପଣଙ୍କର କ'ଣ ମତ? ଦୃଷ୍ଟି ଆପଣ ଯେମିତି କହିଲେ ଯେ ବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ କେବଳ ଦୃଷ୍ଟିର ତଫାତ୍। ମୁଁ ଆପଣଙ୍କର ପ୍ରଶ୍ନ ମୋର ସବୁଥିରେ ମୁଁ ଆପଣଙ୍କୁ କହିସାରିଛି ଯେ ମହାପ୍ରଭୁ ଅନ୍ଧବିଶ୍ୱାସରେ ବିଶ୍ୱାସ କରନ୍ତିନି। ମହାପ୍ରଭୁଙ୍କୁ ଜ୍ୱର ହେଲେ ମହାପ୍ରଭୁ ଝଡ଼ା ଫୁଙ୍କା କରନ୍ତିନି। ମହାପ୍ରଭୁ କ'ଣ କରନ୍ତି? ଔଷଧ ଖାଆନ୍ତି, ଦଶମୂଳ ମୋଦକକୁ ଗ୍ରହଣ କରନ୍ତି, ଫୁଲୁରି ତେଲକୁ ଲଗାନ୍ତି। ତେଣୁ ମହାପ୍ରଭୁ ଅନ୍ଧବିଶ୍ୱାସରେ ଯାଆନ୍ତିନି। ମହାପ୍ରଭୁ କୁହନ୍ତି ରଥଯାତ୍ରା ହେଲା, ମହାପ୍ରଭୁ ରଥରେ ଯାଆନ୍ତି। ମହାପ୍ରଭୁଙ୍କର ବହୁତ ଏକ୍ସପେଣ୍ଡିଚର୍ସ। ତେଣୁ ମହାପ୍ରଭୁ ଅନ୍ଧବିଶ୍ୱାସରେ ନାହାନ୍ତି। ସେ ସବୁବେଳେ କୁହନ୍ତି ପରିଶ୍ରମ କର, ଜୀବନକୁ ସକ୍ସେସଫୁଲ୍ କରାଅ, ଭକ୍ତିର ମାର୍ଗକୁ ଧାରଣ କର। କାହିଁକି ମୁଁ କହେ ଯେ ଭକ୍ତିର ମାର୍ଗ ଯଦି ତୁମ ପାଖରେ ରହିବ, କାହା ପାଖରେ ବି ରହିବ, ଖରାପ କାମ କରିବା ପୂର୍ବରୁ ନିଜ ବିବେକ ତୁମକୁ ବାଧା ଦେବ। ମଣିଷ ଅବିବେକୀ ସେତେବେଳେ ହୁଏ ଯେତେବେଳେ ଧର୍ମ ତାଠୁ ଚାଲିଯାଏ। କଂସ କାହିଁକି ଅବିବେକୀ ଥିଲା? ମହିଷାସୁର କାହିଁକି ଅବିବେକୀ ଥିଲା? ରାବଣ କାହିଁକି ଅବିବେକୀ ଥିଲା? ଦୁର୍ଯ୍ୟୋଧନ କାହିଁକି ଅବିବେକୀ ଥିଲା? ଯେ ସିଏ ତାଙ୍କ ପାଖରେ ଧର୍ମ ନଥିଲା, ସେଥିପାଇଁ ସେମାନଙ୍କର ବିନାଶ ହେଲା। ତେଣୁ ଧର୍ମ ସମସ୍ତଙ୍କ ପାଖରେ ରହିବା ଆବଶ୍ୟକ। ଏମାନେ ଭାବନ୍ତି ଯେ ଚନ୍ଦନ ଲଗାଇବା, କୁର୍ତ୍ତା ପିନ୍ଧିବା, ଧାର୍ମିକ ଆଚରଣ କରିବା ଆମ ପୌରୁଷତ୍ୱର ଲକ୍ଷଣ ନୁହେଁ। ଜିମ୍ ଫିମ୍ ଯିବା, ମୁଁ ବି ଯାଏ, ମୁଁ ବି ସେଠି ଶରୀର ଚର୍ଚ୍ଚା କରେ। ଆମ ପୁରୀରେ ଏଇଟା ସବୁଠାରୁ ବଡ଼ ବିଷୟ ଗୋଟେ। କେତେ ଆଖଡ଼ା ଅଛି, କେତେ ଜାଗା ଘର ଅଛି, ସେଠି ବ୍ୟାୟାମ କରାଯାଏ, ଶରୀର ଚର୍ଚ୍ଚା କରାଯାଏ। ତେଣୁ ଆମେ ଉନ୍ନତ ନୁହଁ, ତଥାପି ଆମେ ଆକୁ ପିନ୍ଧୁ। କାହିଁକି ନା ଆମ ସଂସ୍କୃତି, ଏ ଆମ ବିଶ୍ୱାସ, ଆମ ଅନ୍ଧବିଶ୍ୱାସ ନୁହଁ। ଅନ୍ଧବିଶ୍ୱାସ ଆପଣମାନେ ଯେଉଁଟା ପିନ୍ଧୁଛନ୍ତି, ଯେ ଆପଣଙ୍କୁ ଜଣେ କହିଛି ଏଇଟା ହିଁ ପିନ୍ଧିଲେ ତୁ ଭଲ ଦେଖାଯିବୁ ବୋଲି, ସିଏ କିଏ ମୋତେ କହିବା ପାଇଁ? ମୋର ପ୍ରଥମ ପ୍ରଶ୍ନ। ମୋତେ ଜଣେ ଗୋରା ଲୋକ ଆସିକି କହିକି ଯିବ ତୁ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଦରକାର, ତୁ ପ୍ୟାଣ୍ଟ ସାର୍ଟ ପିନ୍ଧିଲେ ହିଁ ଭଲ ଦେଖାଯାଉ, ମୁଁ ତା କଥାରେ ପ୍ରଭାବିତ ହେଇକି ମୁଁ ପ୍ୟାଣ୍ଟ ସାର୍ଟ, ମୁଁ ଧୋତିକୁ ଛାଡ଼ି ଦେଇକି ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧୁଛି, ମୁଁ ଦୁଇଟାକୁ ପିନ୍ଧୁଛି। କିନ୍ତୁ ଏମିତି ନୁହେଁ ଯେ ମୁଁ ଆକୁ ଛାଡ଼ି ଦେଇଛି ତାକୁ ଗ୍ରହଣ କରିଦେଇଛି। ଦୁଇଟାକୁ ଯେତେବେଳେ ଯାହା ଦରକାର ହେଉଛି ଆମେ ପିନ୍ଧୁଛୁ। ସେଇଟା ହିଁ ପାର୍ଥକ୍ୟ, ଯେ ଅନ୍ଧବିଶ୍ୱାସ ଆଉ ବିଶ୍ୱାସ ମଧ୍ୟରେ ଆପଣଙ୍କର ଦୃଷ୍ଟିର ତଫାତ୍ ଅଛି। ତେଣୁ ଆମେ ସେଇ ହିସାବରେ ହିଁ ଯିବା। ବହୁତ ସୁନ୍ଦର ଲାଗିଲା ଆଜି ଆପଣଙ୍କ ସହିତ ଆଲୋଚନା କରିକି। ତ ପଡ଼କାଷ୍ଟ ସାରିବାର ନିହାତି ଶେଷ ସମୟ ଆସିଗଲାଣି। ଶେଷ ନୁହେଁ, ସାରିବା ନୁହେଁ, ବଢ଼ିବ। ଆମ ପୁରୀ ଭାଷାରେ କିଛି ସରେନି, ସବୁ ବଢ଼େ। ସବୁ ବଢ଼ିବା ଆପଣଙ୍କ ଭାଷାରେ, ପୁରୀ ଭାଷାରେ ମହାପ୍ରଭୁଙ୍କର ନାମ ନେଇକି ଆମେ ଏମିତି ଆଗକୁ ଚାଲିବା। ତ ପରିଶେଷରେ ପୁରା BFT ପଡ଼କାଷ୍ଟ ପରିବାର ଆପଣଙ୍କୁ ପୁନର୍ବାର ଧନ୍ୟବାଦ ଅର୍ପଣ କରୁଛି। ଆପଣଙ୍କର ବହୁମୂଲ୍ୟ ସମୟ ଦେଇକି ଆପଣ ଆମ ପଡ଼କାଷ୍ଟରେ ଅତିଥି ଭାବରେ ଆପଣ ଆସିଲେ। ତ ପରିଶେଷରେ ଆପଣଙ୍କୁ ଧନ୍ୟବାଦ। ଜୟ ମହାପ୍ରଭୁ, ଜୟ ଶ୍ରୀ ଜଗନ୍ନାଥ।